ସୋ ହ୍ୟାଲୋ ଏଭ୍ରିୱାନ୍, ଆଶା କରୁଛି ସମସ୍ତେ ଭଲରେ ଥିବ। ତ କାଲି ଆମେ ଦେଖିଥିଲେ ପିଓ ମ୍ୟାଥମେଟିକ୍ସ ଲେକ୍ଚର 1 ପ୍ରାକ୍ଟିସ୍ ସେଟ୍ର। ତ ଆଜି ଆମେ ଦେଖିବା ପ୍ରାକ୍ଟିସ୍ ସେଟ୍ ଲେକ୍ଚର 2 କାହାର ପିଇଓର। ଦେଖିବା ପ୍ରଥମ କ୍ୱେଶ୍ଚିନ୍ କ'ଣ ରହିଛି। If a sum of money tripled itself in 8 years had compound interest, in how many years it will becomes କେତେ 243 times। ଯଦି ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଚକ୍ରବୃଦ୍ଧି ସୁଧର ହାରରେ 8 ବର୍ଷରେ କେତେ 3 ଗୁଣ ହେଇଯାଏ, ତେବେ କେତେ ବର୍ଷରେ ଏହା 243 ଗୁଣ ହେବ। ହେଲା, ମାନେ ସେ କ୍ୱେଶ୍ଚିନ୍ ଦେଇଛି କ'ଣ ଦେଖ, ପି ନାମକ ପଇସା ହେଲା କ'ଣ ହଉଛି ନା 3 ଗୁଣ ହେଇଯାଉଛି। କ'ଣ ହେଇଯାଉଛି? ପି ହଉଛି। କ'ଣ ହଉଛି ନା ପି ହଉଛି କେତେ ବର୍ଷରେ? 8 ଇୟର୍ସରେ। ହଁ, ଏଇଠି ଦେଇଛି 8 ଇୟର୍ସ। ତାପରେ ଏଇଟା ପୁଣି 3 ଗୁଣ ହବ, 243 ଯାଏଁ ଦେଇଯିବା। ତାପରେ 3 ଗୁଣ କରିବା, ପୁଣି ଆଉ 3 ଗୁଣ କର, ମନେ କର କେତେ 9 ପି। ପୁଣି କେତେ ବର୍ଷ ଲାଗିବ? 8 ବର୍ଷରେ। 3 ଗୁଣ ହଉଛି 8 ବର୍ଷରେ, ପୁଣି 3 ଗୁଣ ହବ 8 ବର୍ଷକୁ, ପୁଣି କର 3 ଗୁଣ, କେତେ ହବ 27 ପି। କେତେ ହେଲା? କେତେ ବର୍ଷରେ? 8 ବର୍ଷରେ। ପୁଣି 3 ଗୁଣ କର, 27 3 କେତେ 81 ପି। କେତେ 8 ବର୍ଷରେ। ପୁଣି 3 ଗୁଣ କର, କେତେ ହବ 2 କେ 3 କେ 3 8 3 24, ମାନେ କେତେ 243 ପି। କେତେ ଗୁଣରେ କେତେ ବର୍ଷରେ ନା 8 ବର୍ଷରେ। ଦେଖ କେତେ ବର୍ଷରେ ଟୋଟାଲ ହେଲା, 8 ବର୍ଷ 8 ବର୍ଷ 8 ବର୍ଷ 8 ବର୍ଷ 8 ବର୍ଷ, 1 2 3 4 5, ଟୋଟାଲ କେତେ? ଟୋଟାଲ ଟାଇମ କେତେ ହେଲା? ଟୋଟାଲ ଟାଇମ ଲାଗିଲା, ସରି, ଟୋଟାଲ ଟାଇମ ଟୋଟାଲ ଟାଇମ କେତେ ହେଲା ନା ଦେଖ, ଏଇଠି 8 ବର୍ଷ, ଏଇଠି 8 ବର୍ଷ, ଏଇଠି 8 ବର୍ଷ, ଏଇଠି 8 ବର୍ଷ, ଟୋଟାଲ କେତେ 40 ବର୍ଷ। ମାନେ ଏଇଠି ପି ରୁ ଡାଇରେକ୍ଟ ଏଇଠି ପହଞ୍ଚିବାକୁ କେତେ ସମୟ ଲାଗିଲା ନା 8 ଇଣ୍ଟୁ 5 ଇଜିକାଲ କେତେ 40 ବର୍ଷ। ଅପସନ ସି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। A B C can complete a work in 10 10 days, 12 days, 15 days respectively. They started working together, but A left 2 days after the starting. A left 2 days after the start and B left 3 days before the completion of the work. How long did the work last? ତାହେଲେ କେତେ ସମୟ ପର୍ଯ୍ୟନ୍ତ କାମ ଚାଲେ? ଦେଖ କ୍ୱେଶ୍ଚିନ୍ ଭିତରେ କ'ଣ ଦେଇଛି, ଏ ବି ସି ଗୋଟେ କାମକୁ ଯଥାକ୍ରମେ 10, ହେଲା, ଏଇଟା 112 ନୁହଁ। ଏଠି ଯେତେବେଳେ ଓଡିଆ ଭୁଲ ହୁଏ ତାହେଲେ ଇଂଲିଶ ଟା ଆମର ଠିକ ଧରାଯାଏ, ହେଲା, ଏଇଟା ଜାଣିଥାଅ। ତାହେଲେ ଏଇଟା 112 ନୁହଁ, ଏଇଟା ଖାଲି ହବ 12। ଏଇଟା କାଟି ଦଉଛି, ଭୁଲ ଟାଇପିଂ ଏରର ଅଛି। କେତେ ଏ ବି ସି ଗୋଟେ କାମକୁ ଯଥାକ୍ରମେ କେତେ 10 ଡେଜ, 12 ଏବଂ 15 ଦିନରେ ଶେଷ କରିପାରନ୍ତି। ସେମାନେ ଏକାଠି କାମ ଆରମ୍ଭ କଲେ, କିନ୍ତୁ ଆ, କାମ ଆରମ୍ଭର 2 ଦିନ ପରେ ଏ ଛାଡିଦେଲା। କାମ ଆରମ୍ଭର 2 ଦିନ ପରେ ଏ ଛାଡିଦେଲା ଏବଂ କାମ ଶେଷ ହବାର 3 ଦିନ ପୂର୍ବରୁ, କାମ ଆରମ୍ଭର 2 ଦିନ ପରେ ଏ ଛାଡିଦେଲା। କାମ ଆରମ୍ଭର ଶେଷ ଦିନ ପୂର୍ବରୁ, ମାନେ କାମ ସରି ଯିବାର ଥିଲା ତା 3 ଦିନ ପୂର୍ବରୁ ବି ଛାଡିଦେଲା। କାମଟି ମୋଟ କେତେ ଦିନ ଲାଗି ଚାଲିଥିଲା? ଦେଖ କେମିତି କରିବା। ପ୍ରଥମେ ଦେଖ ଏ, ଏଇଠି ଲେଖିଦିଅ ଏ, ଏଇଠି ଲେଖ ବି, ଏଇଠି ଲେଖ ସି। ଏ କେତେ କାମ କରୁଛି? 10 ଡେଜ। ବି ଆମର 12, ସି 15 ଡେଜ। ତାଙ୍କ ଭିତରେ ଏଲସିଏମ କେତେ ଏବେ? ଏଲସିଏମ କେତେ? ଏଇଟା ଭଲରେ, ଏଲସିଏମ ଆମର କେତେ? 60। ଏଟାକୁ କଣ କହନ୍ତି? ଟୋଟାଲ ଡେଜ। ମୁଁ କହିଥିଲି ଏଟାକୁ କହନ୍ତି ଟୋଟାଲ ଡେଜ ବା ଟୋଟାଲ ଟାଇମ। ଏଟାକୁ କହନ୍ତି ଟୋଟାଲ ୱାର୍କ। ତାଙ୍କ ଭିତରେ ଯୋଉ କ'ଣ, ଏଇଠି ଯୋଉ 10 16 60, 12 50 60, 15 14 60, ଏଇଟାକୁ କହନ୍ତି ଏଫିସିଏନ୍ସି। ହେଲା, ମୁଁ କହିଥିଲି ତମକୁ। ଏବେ କ'ଣ ଦେଇଛି ଦେଖ, ବଟ୍ ଏ ଲେଫ୍ଟ 2 days ଆଫ୍ଟର ଦ ଷ୍ଟାର୍ଟ। ଆଗ ଲେଖ 60, ଟୋଟାଲ ୱାର୍କ କେତେ? ଟୋଟାଲ ଟାଇମ ଇଜିକାଲ ଟୁ ଟୋଟାଲ ୱାର୍କ କେତେ? 60 ମାଇନସ ଏ କେତେ ଦିନ କାମ କଲା? 2 ଏ। 2 ଦିନ କାମ କରୁଛି, ଲେଖ 2 ଏ। ଏ 2 ଦିନ କାମ କରୁଛି ନା, 2 ଦିନ କାମ ପରେ ପଳେଇଲା, ତାମାନେ ଏ ର 2 ଦିନ କାମ ମାଇନସ କରିଦେ। ହେଲା, ତାପରେ କ'ଣ ହେଇଛି ନା 10 ଏ ଲେଫ୍ଟ 2 days ଆଫ୍ଟର ଦ ଷ୍ଟାର୍ଟ। ହେଲା, ମାନେ କାମର ଆରମ୍ଭ ବେଳେ, କାମ ଆରମ୍ଭର 2 ଦିନ ପରେ ଏ ଛାଡିକି ପଳେଇଛି, ତାମାନେ ଏ କାମକୁ ଆମେ ମାଇନସ କରିଦେଲେ। ପୁଣି କ'ଣ ନା ବି ଲେଫ୍ଟ 3 days ବିଫୋର ଦ କମ୍ପ୍ଲିଟେସନ ଅଫ ୱାର୍କ। ବି ମାନେ ବି କ'ଣ କରୁଛି ନା, ବି କାମ ଶେଷ ହବାର 3 ଦିନ ପୂର୍ବରୁ ଛାଡିକି ପଳେଇଛି। ମାନେ କାମ ଶେଷ ହବାର ଥିଲା, ହେଲା, ତା 3 ଦିନ ପୂର୍ବରୁ।
3 ଦିନ ପୂର୍ବରୁ ସେ ଛାଡିକି ପଳେଇଛି। ତାହେଲେ ଏଠି କଣ କରିବା ନା 3 ଦିନର କାମର ବି କୁ ଆମେ ଯୋଡ଼ିଦବା। ସେ ଛାଡିକି ପଳେଇଛି, ତାର 3 ଦିନର କାମ କିଏ ଗୋଟେ ତ କରିବ ନା। ହେଲା, 3 ଦିନର କାମକୁ ବି ଯୋଡ଼ିଦବା। ବି ର 3 ଦିନ କାମ କରିବାର ଥିଲା ଲାଷ୍ଟ 3 ଦିନ, କିନ୍ତୁ ଲାଷ୍ଟ 3 ଦିନ ସେ କଣ କରୁଛି, କାମ ଶେଷ ହବାର 3 ଦିନ ପରେ ସେ ଛାଡିକି ପଳେଇଛି। ତାମାନେ ଏଇଟା କଣ 3B ମିଶ୍ରଣ 3B। ତା କାମ କିଏ ଗୋଟେ କରିବ, ତା କାମ କିଏ କରିବ, ସି ବାଇ ଛାଡିକି କିଏ ଯାଇନି, ସି ରହିଲା ସି। ହେଲା, ଦେଖ ଏବେ 60 କୁ 60 ରହିଲା ମାଇନସ 2 ଇଣ୍ଟୁ ଏର ଏଫିସିଏନ୍ସି କେତେ 6 ଦୁଗୁଣେ କେତେ ହବ 12, ମୁଁ ଡାଇରେକ୍ଟ ଲେଖୁଛି 12 ମିଶାଣ 3 ବି ର ଏଫିସିଏନ୍ସି କେତେ, ବି ର ଏଫିସିଏନ୍ସି 15, 3 ପଞ୍ଚା 15, ଏଠି ଲେଖୁଛି ଡାଇରେକ୍ଟ 15 ବାଇ ସି ର ଏଫିସିଏନ୍ସି କେତେ 4। ହେଲା, ସି ର ଏଫିସିଏନ୍ସି କେତେ 4। ପୁଣି ତାପରେ କଣ କରିବା, ଦେଖ ଏଠି ବି ର କାମକୁ ଆଡ କଲେ କଣ ନାହିଁ, ବି ର ଯୋଉ ଲାଷ୍ଟ 3 ଦିନର କାମ ଏଇଟା ତ କିଏ ଗୋଟେ କରିବ, ଏଇଟା କିଏ କରିବ, ସି। ତାହେଲେ ବି ର କାମକୁ ଆଡ କଲେ ତାମାନେ ବି ର ଏଫିସିଏନ୍ସି ବି ଆଡ କରିବା। ଏଠି ବି ର ଏଫିସିଏନ୍ସି ଆମେ ଆଡ କରିବା, 4 ମିଶାଣ ବି ର ଏଫିସିଏନ୍ସି କେତେ 5। ହେଲା, ଏଇଟା 5, ସରି ସବୁ କଟିଗଲା, ଏଇଟା 5। ହେଲା, ଏଇଟା କେତେ ହବ 3 ମାନେ 60 ପ୍ଲସ୍ 3 କେତେ 63 ବାଇ 5 4 କେତେ 9, 7 ଡେଜ୍ ଟୋଟାଲ ଟାଇମ ତାହେଲେ କେତେ ହେଲା 7 ଡେଜ୍, ଅପସନ ସି। ହେଲା, ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା। Two pipes A and B can fill a tank 24 minutes and 32 minutes respectively. If both the pipes are open together, after how much time should be closed so that the tank is full in 18 minutes? ମାନେ B କୁ କେତେ ସମୟ ପରେ ବନ୍ଦ କରାଯିବା ଉଚିତ, ହେଲା, ଯାହା ଫଳରେ ଟୋଟାଲ ଟାଙ୍କିଟା କେତେ 18 ମିନିଟରେ ଫୁଲ ହେଇଯିବ। ଏଠି ଦେଇଛି ଦୁଇଟି ପାଇପ୍ ଯଥାକ୍ରମେ ଏ ଆଣ୍ଡ ବି 24 ମିନିଟ 32 ମିନିଟରେ ଏକ ଟାଙ୍କି ଭର୍ତ୍ତି କରିପାରନ୍ତି। ଯଦି ଉଭୟ ପାଇପ୍ ଏକାଠି ଖୋଲାଯାଏ, ତେବେ ବି ପାଇପକୁ କେତେ ସମୟ ପରେ ବନ୍ଦ କରିବା ଉଚିତ, ଯେମିତି ଟାଙ୍କିଟି କଣ ପୁରା 18 ମିନିଟରେ ଭର୍ତ୍ତି ହେଇଯିବ। ଦେଖ କଣ କରିବା, ପ୍ରଥମେ ଲେଖ ଏ, ତାପରେ ବି ପାଇପ୍। ଏ କେତେ ଦିନ କାମ କରୁଛି, କେତେ ସମୟ କାମ କରୁଛି 24 ମିନିଟ, ଏ ଲେଖ 24 ମିନିଟ। ବି ବି 32 ମିନିଟ, 32 ମିନିଟ। 24 32 ର ଏଲସିଏମ କେତେ, କେତେ 64, 64 ହବ 96। ହେଲା, 96 ନାଇଁ, ଦେଖ 32 3 96, 24 ଚଉକୁ 96, ଲେଖ ସିଧା 96, 24 ଚଉକୁ 32 3। ହେଲା, ଏଇଟା କଣ କହନ୍ତି ଏଫିସିଏନ୍ସି ଟୋଟାଲ ୱାର୍କ। ତାହେଲେ କଣ ଦେଇଛି, ଇଫ୍ ବୋଥ ପାଇପ୍ସ ଆର୍ ଓପନ ଟୁଗେଦର, ଏବେ ଏ ପ୍ଲସ ବି କୁ ଓପନ କର ଏକତ୍ର। ହେଲା, ଓପନ ଟୁଗେଦର ବଟ୍ ହାଉ ମଚ୍ ଟାଇମ୍ ସୁଡ୍ ବି କ୍ଲୋଜ। ହେଲା, ଏଠି ଜଣା ନାହିଁ ହାଉ ମଚ୍ ଟାଇମ୍ ବି କ୍ଲୋଜ ସୋ ଦାଟ୍ ଟ୍ୟାଙ୍କ ଇଜ ଫୁଲ ଇନ୍ 18 ମିନିଟ୍ସ। ଦେଖ ବି କୁ ଆମେ କେତେ କେତେ ସମୟ ପାଇଁ ଚଲେଇବା, ବି କୁ କେତେ ସମୟ ପରେ କ୍ଲୋଜ କରିବା। ମନେକର ବି କୁ ଆମେ ଏଇଠି ଏକ ସମୟ ପାଇଁ କାମ, ମନେକର ଏ ପ୍ଲସ ବି କୁ ଏକ ସମୟ କାମ କଲେ, ଯାହା ଫଳରେ ବି କାମ କଲା ଏକ ସମୟ ପର୍ଯ୍ୟନ୍ତ। ହେଲା, ତାପରେ ଏ କେତେ କାମ କରିବ, ଆରେ ଏ ଏକ ସମୟ ପର୍ଯ୍ୟନ୍ତ ଏ ପ୍ଲସ ବି ମିଶିକି କାମ କରେ, ଏକ ସମୟ ପରେ ବି ଟା କ୍ଲୋଜ ହେଇଗଲା। ହେଲା, ଏଇଠି ଏ ପ୍ଲସ ବି ମିଶିକି କାମ କଲେ ଏକ ସମୟ ପାଇଁ, ଏଇଠି ଏକ ସମୟ ମୁଁ କଣ ପାଇଁ ଲେଖିଲି, ତାମାନେ ବି ଟା ଏଇଠି କ୍ଲୋଜ ହେଇଗଲା, ଏଇଠି ବି ଟା କ୍ଲୋଜ ହେଇଗଲା, ଏଇଠି ବି ଟା ଯୋଉ କ୍ଲୋଜ ହେଇଗଲା, ଏ ବାକି ତ ଏକୁଟିଆ କାମ କରିବ, ଏକୁଟିଆ କାମ କରିବ, କେତେ କାମ କରିବ ନା 96 ମିନିଟ୍ କାମ କରିବ। ହେଲା, ଟୋଟାଲ ଟାଇମ କେତେ ଦେଖ 18 ମିନିଟ୍, ଯଦି ଏଇଠି ଏକ୍ସ ତାହେଲେ ଏଇଠି କେତେ ହେଇଯିବ 18 ମାଇନସ ଏକ୍ସ, ଟୋଟାଲ ଟାଇମ କେତେ 18। ଏଇଠି ଯଦି ଏକ୍ସ କାମ କଲା, ଏଇଠି କେତେ ଏକ୍ସ କାମ କଲା, ତାହେଲେ ଏଇଠି କେତେ ହବ 18 ମାଇନସ ଏକ୍ସ। ଏଇ ଏକ୍ସ ଭ୍ୟାଲୁ ଏବେ କେତେ ହବ, ଏ ପ୍ଲସ ବି କେତେ 4 3 7, କେତେ ହେଇଯିବ 7x ମିଶାଣ ଏ କେତେ, ଏ ର ଭ୍ୟାଲୁ କେତେ 4 ହୋଲ ଇଣ୍ଟୁ 18 ମାଇନସ ଏକ୍ସ ଇଜିକାଲ ଟୁ କେତେ 96। ହେଲା, ଏଠି ଲେଖ 7x ମିଶାଣ 18 ଯୋଉ କେତେ 72 ମାଇନସ 4x ଇଜିକାଲ ଟୁ କେତେ ହବ 96। 7 ରୁ 4 ଗଲେ କେତେ 3x ଇଜିକାଲ ଟୁ କେତେ ହବ 96 ମାଇନସ 72। ହେଲା, 3x ଇଜିକାଲ ଟୁ କେତେ 24 ଚଉକୁ 96, 24 3 72, ମାନେ କେତେ ହବ ଏଟା 6 ରୁ 2 ଗଲେ 4 24, ତାହେଲେ x ଇଜିକାଲ ଟୁ କେତେ ହବ 24 ବାଇ 3
8 मिनिट କୋଉଟା ଅପସନ୍ B। ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 4 ହେଲା। A reduction of 20% in the price of a salt enables a purchaser to obtain 4 kg more for the 100 find the original price of salt per kg। ଲୁଣ ମୂଲ୍ୟରେ 20% ହ୍ରାସ ଯୋଗୁଁ ଜଣେ କ୍ରେତା ହେଲା ଜଣେ କ୍ରେତା ମାନେ କଣ କଷ୍ଟମର ହେଇଥିବ କିମ୍ବା ଏଟା କ୍ରେତା ଯେ କିଣୁଛି 100 ଟଙ୍କାରେ 4 କିଲୋ ଅଧିକ ଲୁଣ କିଣି ପାରୁଛନ୍ତି। ଲୁଣର ପ୍ରାରମ୍ଭିକ ପୁରୁଣା ମୂଲ୍ୟ ପ୍ରତି କିଲୋ କେତେ ଥିଲା ହେଲା କେଜି ହିସାବରେ ପୁରୁଣା ମୂଲ୍ୟ ତାର କେତେ ଥିଲା ଦେଖ କେମିତି କଣ କରିବା। ଏଇଠି ଲେଖ ଓରିଜିନାଲ ପ୍ରାଇସ୍, ଏଇଠି ଲେଖ ଓରିଜିନାଲ, ଏଇଠି ହଉଛି ନ୍ୟୁ ହେଲା, ଏଇଠି ଲେଖ ପ୍ରାଇସ୍, ଏଇଠି କ୍ୱାଣ୍ଟିଟି ହେଲା, ପ୍ରାଇସ୍ ର ଓଲ୍ଟା କ୍ୱାଣ୍ଟିଟି। ତ ରିଡକ୍ସନ କେତେ ହେଲା 20%, ଆଗରୁ ମାନଙ୍କର ଥିଲା 100, 20% ରିଡକ୍ସନ ହେଲେ କେତେ ହେଲା 80 ହେଲା। ମୁଁ ଡାଇରେକ୍ଟ ଲେଖୁଛି କିନ୍ତୁ 20 ଚଉକୁ ରେସିଓ ନେଲେ, ତେଣୁ ମୁଁ ଡାଇରେକ୍ଟ ଲେଖୁଛି ଏଇଠି କେତେ 5 କୁ 4। ଯଦି ପ୍ରାଇସ୍ ଦେଖ ପ୍ରାଇସ୍ କଣ ହେଇଗଲା 5 ଟଙ୍କା ଥିଲା 4 ଟଙ୍କା ହେଇଗଲା, ତାହେଲେ କ୍ୱାଣ୍ଟିଟି କଣ ହେଇଯିବ 4 5 ହେଇଯିବ। ଆରେ ତମେ 5 ଟଙ୍କାରେ ମନେକର 4ଟା ୟୁନିଟ୍ ନଉଥିଲ, 5 ଟଙ୍କାରେ 4ଟା ୟୁନିଟ୍ ନଉଥିଲ, ଏବେ କଣ ହେଇଗଲା ପ୍ରାଇସ୍ ଟା କମିଗଲା, ଏବେ 4 ଟଙ୍କାରେ 5ଟା ୟୁନିଟ୍ ନବ ହେଲା। ତାହେଲେ ପ୍ରାଇସ୍ ର ଓଲ୍ଟା କଣ ହେଇଯିବ କ୍ୱାଣ୍ଟିଟି। ତାପରେ କଣ ଦେଇଛି ଟୁ ଅବଟେନ୍ 4 kg ମୋର୍, କେତେ ୟୁନିଟ୍ ଅବଟେଣ୍ଡ ହେଲା ଏଇଠି ଦେଖ, କେତେ ୟୁନିଟ୍ ଅଧିକ ଅବଟେଣ୍ଡ ହେଲା 1 ୟୁନିଟ୍ ହଁ ନାଇଁ, କ୍ୱାଣ୍ଟିଟି କେତେ ୟୁନିଟ୍ ଅଧିକ ହେଇଗଲା 1 ୟୁନିଟ୍ ଅଧିକ ପାଇଲେ ଆମେ। 1 ୟୁନିଟ୍ ର ଭାଲ୍ୟୁ କେତେ 4 kg, 1 ୟୁନିଟ୍ ର ଭାଲ୍ୟୁ କେତେ ହେଇଗଲା 4 kg, ତାହେଲେ 4 ୟୁନିଟ୍ ର ଭାଲ୍ୟୁ କେତେ ହେଲା, ତାହେଲେ 4 ୟୁନିଟ୍ ର ଭାଲ୍ୟୁ କେତେ ହେଲା 16 kg ହେଲା, 16 kg। ତା ଦେଖ ଏଠି 16 kg ର ଭାଲ୍ୟୁ ଏଇଠି 100 ଟଙ୍କା ଦେଇଛି, ମାନେ 16 kg ର ଭାଲ୍ୟୁ କେତେ 100 ଟଙ୍କା। 1 kg ର ଭାଲ୍ୟୁ କେତେ ହବ 100/16, କେତେ 4 ଚଉକୁ 4 କାଟିଲେ କେତେ 25 ହେଲା। ତାର 6 ଚଉକୁ 24, ମାନେ 6 ଠୁ ଟିକେ ଅଧିକ, 6 ଠୁ ଟିକେ ଅଧିକ କୋଉଟା ଏଇଟା, ମାନେ 6.22, ଅପସନ ସି ହେଲା। ନେକ୍ସଟ କ୍ୱେଶ୍ଚିନ୍ ଦେଖିବେ। A man marks his good 40% above the cost price and allows to successive discount of 20% and 10%. Find his net profit or loss percentage। ତାହେଲେ ତାର ନେଟ୍ ପ୍ରଫିଟ୍ ପରସେଣ୍ଟେଜ କେତେ ହେଲା। ଜଣେ ବ୍ୟବସାୟୀ ତାଙ୍କ ବସ୍ତୁର କ୍ରୟ ମୂଲ୍ୟ ଠାରୁ 40% ଅଧିକ ଲେଖନ୍ତି ହେଲା। ତାପରେ କଣ 20%, 10% ଦୁଇଟି କ୍ରମାଗତ ରିହାତି ଦିଅ ହେଲା। ଦିଟା କଣ ସକ୍ସେସିଭ ଡିସକାଉଣ୍ଟ ଦେଲେ, ତାଙ୍କର ପ୍ରକୃତ ଲାଭ କ୍ଷତି ପ୍ରତିଶତ କେତେ ହେଲା ଇନ୍ ବାହାର କରିବା ଦେଖ। ହଁ, ଏଇଟା ଯୋଉ ଡିସକାଉଣ୍ଟ ଟାକୁ ଆଗ ଏଇଟାକୁ ଇଏ କରିଦିଅ, ସକ୍ସେସ୍ ସିଙ୍ଗଲ ଡିସକାଉଣ୍ଟରେ କନଭର୍ଟ କରିଦିଅ। କେମିତି କରିବା ନା 20 ମିଶାଣ 10 ମିଶାଣ ସକ୍ସେସିଭ ପକେଇଦବା ହେଲା, ସରି ଡିସକାଉଣ୍ଟ ଦେଇଯିବା କଟିବ, ମାନେ -20 -10 ହେଲା, ମିଶାଣ 20 into 10 ବାଇ କେତେ 100, କେତେ ହବ ଏଇଟା ହେଲା, ମିଶାଣ 2, ଡିସକାଉଣ୍ଟ କେତେ ହେଲା 28% ହେଲା। ଡିସକାଉଣ୍ଟ କେତେ ହେଇଗଲା 28%। ତାର କଣ ଦେଇଛି ଦେଖ 40% above the cost price, ତାହେଲେ ମନେକର cost price କୁ ନେଇଯାଅ 100 ହେଲା। ଯଦି cost price 100 ହେଇଗଲା, ତାହେଲେ mark price କେତେ ହବ 40% above କରିବ, ମାନେ କେତେ ହେଇଥିବ 140। ଡିସକାଉଣ୍ଟ କେତେ ବାହାରିଲା, ଏଟା ହଉଛି ଡିସକାଉଣ୍ଟ 28%, ଡିସକାଉଣ୍ଟ କେତେ 28%, ତାହେଲେ ସେଲିଂ ପ୍ରାଇସ୍ କେତେ ହବ ନା 140/100 ଇଣ୍ଟୁ 28% ଡିସକାଉଣ୍ଟ ଦେଲେ କେତେ ହଉଛି, ମାନେ 100 ରୁ 28 କଲେ କେତେ କେତେ ଏଇଟା 72, 100 ମାଇନସ୍ 28 କେତେ 72, 28% ଡିସକାଉଣ୍ଟ ଦେଲା ମାନେ 100 ର ଆଇଟମ କେତେ ଟଙ୍କା 28% ଡିସକାଉଣ୍ଟ ଦେଲା ମାନେ କେତେ 72 ଟଙ୍କା ବିକିଲା। ଏଇଟା ଗୋଟେ ଶୂନ କାଟିଦିଅ ହେଲା। ତାପରେ କଣ କରିବା 14 ଇଣ୍ଟୁ 72 କେତେ ହବ 14 ଦୁଗୁଣେ 28 ହେଲା। 8 ରଖିଲେ ହେଲା କେତେ 2, 14 ସତା 98, 2 କେତେ 108 ବାଇ 10
କେତେ ହେଇଗଲା 100.8 ଦେଖ ଏଠି କଷ୍ଟ ପ୍ରାଇସ୍ କେତେ 100 ହେଲା ଏଠି କାଟି ଦଉଛି ଏଠି କଷ୍ଟ ପ୍ରାଇସ୍ କେତେ 100 ଏଠି ସେଲିଂ ପ୍ରାଇସ୍ କେତେ ବାହାରିଲା 100.8 ତାହେଲେ ପ୍ରଫିଟ୍ କେତେ ହେଲା ପ୍ରଫିଟ୍ ଇଜ ଇକ୍ୱାଲ୍ ଟୁ କେତେ ହେଲା 0.8 ତାହେଲେ ପ୍ରଫିଟ୍ ପରସେଣ୍ଟେଜ ଇଜ ଇକ୍ୱାଲ୍ ଟୁ କେତେ 0.8 ବାଇ କେତେ 100 ଇଣ୍ଟୁ 100 କଟିଗଲେ କେତେ ହେଇଯିବ 0. ଅପସନ୍ ଏ ନେକ୍ସଟ କ୍ୱେଶ୍ଚନ ଦେଖିବା A train passes two bridges of a length 800 meter and 400 meter in 100 second and 60 second respectively. Find the length of the train. ତାରେ କଣ ଦେଇଛି ନା ଟ୍ରେନର ଲେନ୍ଥ କେତେ ଗୋଟେ ଟ୍ରେନ 800 ମିଟର ଏବଂ 400 ମିଟର ଲମ୍ବର ଦୁଇଟି ବ୍ରିଜକୁ ଯଥାକ୍ରମେ 100 ସେକେଣ୍ଡ ଏବଂ 60 ସେକେଣ୍ଡରେ ଅତିକ୍ରମ କରେ ଟ୍ରେନର ଲମ୍ବ କେତେ ଆମେ ଜାଣିନେ ଟ୍ରେନର ଲମ୍ବ ମନେକର ଏଇଠି ଗୋଟେ ଟ୍ରେନ ଅଛି ଏଇ ଟ୍ରେନ এইটা ବି ଗୋଟେ ଟ୍ରେନ ହେଲା ଏ କଣ ନା ଆର ଟ୍ରେନର ଲେନ୍ଥ ମନେକର ନେଇଯାଅ x ମିଟର ଆମେ ଜାଣିନେ ଲେନ୍ଥ କେତେ x ମିଟର ସ୍ପିଡ ମନେକର y ମିଟର ପର ସେକେଣ୍ଡ ଆମେ ଜାଣିନେ ସ୍ପିଡ କେତେ y ମିଟର ପର ସେକେଣ୍ଡରେ ଆସୁଛି ସ୍ପିଡ ଆସିଲେ ଯାଇକି ତ ପାର କରିବନି ଟୁ ବ୍ରିଜ କୁ ପାସ୍ କରିବ ଗୋଟେ ଟାଇମ କେତେ ଗୋଟେ 800 ମିଟର ଏଇଠି ଗୋଟେ ବ୍ରିଜ ଅଛି ହେଲା ଏଇଠି ଗୋଟେ ଏଇ ଟାଇପର ଗୋଟେ ବ୍ରିଜ ଅଛି ଯାହାର ଲେନ୍ଥ କେତେ 800 ମିଟର ଆକୁ ପାସ୍ କରିବ କେତେ ନା 100 ସେକେଣ୍ଡ ସମୟ କେତେ ଲାଗୁଛି ନା 100 ସେକେଣ୍ଡ ହେଲା ତାହେଲେ କଣ କରିବା ଦେଖ ଟାଇମ ର ଫର୍ମୁଲା କଣ ଡିଷ୍ଟାନ୍ସ ଅପନ ସ୍ପିଡ ତାହେଲେ 100 ସେକେଣ୍ଡ ଇଜ ଇକ୍ୱାଲ ଟୁ କେତେ ହବ ଡିଷ୍ଟାନ୍ସ ଏଥିରେ କେତେ x ମିଶାଣ डिस्टेंस केते 100 एठी 800 मीटर सॉरी चेंज हो गेला एठी 800 मीटर मिशन x मीटर केते हो 800 मिशन x बाय स्पीड केते y ताले x रो वैल्यू केते गेला x रो वैल्यू केते गेला देखो 100y ହେଲା 100y माइनस केते हेला 800 ହେଲା एटा ହେଲା इक्वेशन 1 सही परी तापर आ गोटे कहानी कोन देजी सेही एका ट्रेन पुणी कोन 400 मीटर 60 सेकेंड ये लिखा देखो ये मुझे गार पकई दूसरी से एका ट्रेन है ये खाली 400 मीटर हो षाठी सेकेंड ताने कौन हो टाइम इजिकल टू के टाइम इजिकल टू डिस्टेंस अपन स्पीड तुम डायरेक्ट लिखुची 60 सेकेंड इजिकल टू डिस्टेंस के डिस्टेंस के 400 मीटर 400 मिश्रण एक्स है 400 मिश्रण एक्स बाई के स्पीड स्पीड के वाई वाई ताने कौन हम ना 60 वाई इजिकल टू सॉरी 60 वाई माइनस 400 माने एठी एक्स रे वैल्यू बाहर करथिले एठी भी से एक्स रो वैल्यू बाहर करिया ताने एक्स रो वैल्यू केते हिजो ना 60 वाई माइनस 400 एटा तमरो इक्वेशन 2 एठी देखो एक्स रो वैल्यू एठी जा माने एपट देखो लेफ्ट साइड राइट साइड एक्स रो वैल्यू एटा ताले एटा इक्वल टू एटा करो एबे ताने एठी मु गार पकति 100 वाई इक्वल टू केते हो 100 वाई माइनस 800 इक्वल टू 60 वाई माइनस 400 ହେଲା 100 वाई ରୁ 60 वाई के 100 वाई ରୁ 60 वाई गले केते इक्वल टू केते हो 400 वाई इक्वल टू केते हो 10 वाई ର वैल्यू केते बाहला 10 ए पकई दियो एक्स रो जोटी वैल्यू पकई देले तमे बाहर पड़ियो एक्स मीटर माने लेंथ बाहर पड़ियो एक्स रो वैल्यू केते केते कोठी पकई एठी पकई मन कर इक्वेशन 1 नो ओके एबे x इक्वल टू केते हो ना x इक्वल टू 100 y 100 इंटू 1000 माने सॉरी 10 100 इंटू 10 इक्वल टू केते 1000 माइनस 800 इक्वल टू केते 200 ऑप्शन बी ହେଲା ଏବେ नेक्स्ट क्वेश्चन देखिए फाइंड द वैल्यू ऑफ मान निर्णय कर कौन 6 मिश्रण 6 मिश्रण इनफिनिटी जाके जाइए 12 मिश्रण 12 मिश्रण सॉरी 12 माइनस 12 माइनस एमती इनफिनिटी जाके जाइए तार कौन होइछि ना एटा को हरण कराइछि देखो
ଏଇଟାକୁ ବେସିକ ରେ କରିହବ, ଏଇଟାକୁ ସଫ୍ଟ ଟ୍ରିକ୍ ରେ ବି କରିହବ। ବେସିକ ତମେ ଜାଣିଥିବ, କି ଯଦି ନ ଜାଣିଛି ମୁଁ ପରେ ଏଇଟା କରିବି। ଆଗ ସଫ୍ଟ ଟ୍ରିକ୍ ରେ ଦେଖ କେମିତି କରାହଉଛି। ସଫ୍ଟ ଟ୍ରିକ୍ କେମିତି କରାହଉଛି, ସଫ୍ଟ ଟ୍ରିକ୍ ରେ ହଉଛି ଦେଖ, ଏ ଛଅଟାକୁ ଏ ଛଅଟାକୁ ଏମିତି ଦିଟା ସଂଖ୍ୟାରେ ହବ ଯୋଉଟା ଯେମିତି ତାର ପରବର୍ତ୍ତୀ ସଂଖ୍ୟା ହଉଥିବ, ମାନେ ଦିଟା ଯାକ ଡିଫରେନ୍ସ କଲେ ତାର ଡିଫରେନ୍ସ ହଉଥିବ 1। ମାନେ କଣ ନା, ଛଅଟାକୁ ଏମିତି ସଂଖ୍ୟାରେ ହବ, ମାନେ ଗୁଣିଲେ ତାର ଗୁଣିଲେ 6 ହଉଥିବ ଏବଂ ତାଙ୍କର ଡିଫରେନ୍ସ କଲେ 1 ହଉଥିବ। ମାନେ କଣ, 2 3, ମାନେ ନାଇଁ 2 ଆଉ 3। ଦେଖ 2 ତିରିକି 6, ମାନେ ନାଇଁ 2 ତିରିକି 6, ତାଙ୍କ ଡିଫରେନ୍ସ କେତେ? ଡିଫରେନ୍ସ କେତେ ହଉଛି 1। ତାହେଲେ ଏଇଟା ହେଇପାରିବ। ତାହେଲେ କଣ, 2 ଇଣ୍ଟୁ 3। ହେଲା, ତାର ଏତିକର ଆନ୍ସର କେତେ ହେଲେ କେତେ ହବ ଜାଣିଛ? ଏତିକର ଆନ୍ସର କେତେ ହବ? 3। ହେଲା, ଏଇଟା ହଉଛି ସର୍ଟ ଟ୍ରିକ୍। ଏତିକର ଆନ୍ସର ତାହେଲେ କେତେ ହବ ନା 3। 3 ହରଣ ଏଇଟାକୁ ଏମିତି ଭାଗ। 2 କାହିଁ ହେଲାନି ଦେଖ, ଏଇଠୁ ଜଣା ପଡିଯିବ 2 କାହିଁ ହେଲାନି। ଏଇଟାକୁ ଆଉ କର, ଏଇଟା ଦେଖ, ଏଇଟା 12। 12 କେମିତି ସଂଖ୍ୟା ହବ? 3 ଇଣ୍ଟୁ 4। 3 ଇଣ୍ଟୁ 4 ଆର ହବ କେତେ ନା 3। 3 କଣ ପାଇଁ ନା ଦେଖ, ଏଇଠି କେତେ ହଉଥିଲା? 2 କୁ 3। ଏଇଠି କେତେ ହଉଥିଲା ନା 3 କୁ 4। ଏଇଠି କଣ ଅଛି? ମିଶାଣ ଅଛି। ମିଶାଣ ବଡ ସଂଖ୍ୟା, ବଡ ସଂଖ୍ୟା ଅଛି ମାନେ ମିଶାଣ, ମିଶାଣ ଅଛି ମାନେ କଣ? ମିଶାଣ ମିଶେଇଲେ ବଡ ସଂଖ୍ୟା ହବନି କି? ବଡ ସଂଖ୍ୟା ମିଶାଣ ଅଛି ମାନେ 3ଟା ଯିବ। ଏଠି କଣ ଅଛି? ଫେଣାଣ। ଫେଣାଣ ଅଛି ମାନେ ଛୋଟ ସଂଖ୍ୟାଟା ଯିବ, 3ଟା ଯିବ। ବୁଝିପାରିଲ? ହେଲା, ମିଶାଣ ଅଛି ମାନେ କୋଉ ସଂଖ୍ୟାଟା ଯିବ? ବଡ ସଂଖ୍ୟା। ଫେଣାଣ ଅଛି ମାନେ ବଡ ସଂଖ୍ୟା ଯିବ। ଏଇଟା ହଉଛି ତାର ଟ୍ରିକ୍। ଏଇଟା ଗୋଟେ ସଂଖ୍ୟାକୁ ତମେ ଏମିତି ଟ୍ରିକ୍ ୟୁଜ କରି କରିପାରିବ। ହେଲା, ତାହେଲେ ଆର କଣ ହେଲା? ଏତିକର ଆନ୍ସର ହେଇଗଲା ଏବେ 3। ଏତିକର ଆନ୍ସର ହେଇଗଲା 3। 3 ହରଣ 3 1, ଅପସନ ଏ। ବାକି ବେସିକରେ କେମିତି ହଉଛି ମୁଁ ବି ତମକୁ ନେକ୍ସଟ କ୍ଲାସରେ କହିବି। ହେଲା, ନେକ୍ସଟ କ୍ୱେଶ୍ଚନ ଦେଖିବା। The average age of 11 players of a cricket team decreased by 2 months when two of them aged 70 years and 20 years are replaced by two new players. ହେଲା, find the average age of the new players। ଏଟା ପଛରେ କରିବା, ହେଲା ଲାଷ୍ଟରେ କରିବା। In what ratio must a grocer mix tea, ହେଲା at 60% per kg and 65 per kg, showed that by selling the mixture at 68.20 per kg he may gain କେତେ 10%। ଜଣେ ବ୍ୟବସାୟୀ 60 ପ୍ରତି କିଲୋ ଚାଉଳକୁ 65 ପ୍ରତି କିଲୋ ଚାଉଳ ସହ କେଉଁ ଅନୁପାତରେ ମିଶାଇଲେ, ହେଲା, କେଉଁ ଅନୁପାତରେ ମିଶାଇ 68.20 ପଇସା, 68 ଟଙ୍କା 20 ପଇସାରେ ବିକ୍ରି କଲେ ତାର କେତେ ନା 10% ଲାଭ ହବ। ସେ ବିକ୍ରି କରିବ କେତେ? ଏତିକ ପଇସାରେ। ଲାଭ ହବ କେତେ? 10%। ହେଲା, ତାହେଲେ ସେଲିଂ ପ୍ରାଇସ୍ କେତେ ହେଇଗଲା ଆମର? ଏଇଠି ସେଲିଂ ପ୍ରାଇସ୍ କେତେ ହେଇଗଲା ନା 68.20। ପ୍ରଫିଟ କେତେ ହେଲା? 10%। ତାହେଲେ କଷ୍ଟ ପ୍ରାଇସ୍ କେତେ ହେଲା ନା 6820 ହଉଛି କାହାର ଭାଲ୍ୟୁ? ସେଲିଂ ପ୍ରାଇସ୍ ର ଭାଲ୍ୟୁ, ମାନେ କାହାର ଭାଲ୍ୟୁ? 110 ର ଭାଲ୍ୟୁ। ଆମକୁ ଦରକାର 100% ର ଭାଲ୍ୟୁ, ମାନେ କଷ୍ଟ ପ୍ରାଇସ୍ କେତେ। ଦେଖ ଏଇଠି କେତେ ଶୂନ ଅଛି? ଏଇଠି 0.20 ହଟେଇଲେ ଇଣ୍ଟୁ 100 ହେଇଯିବ ତଳେ। ହେଲା, 100 କୁ 100 କଟିଗଲା। ହେଲା, ଏଟା ତମେ ଯଦି କାଟିବ କେତେ ହବ? 1100 66। 1100 କେତେ? 66 ଆଉ ଗଲେ 11 ଦୁଗୁଣେ 22। ତାହେଲେ କଷ୍ଟ ପ୍ରାଇସ୍ କେତେ ହେଲା? 62। ତାହେଲେ ରେସିଓ ବାହାର କରିବା ଏବେ। କର ଏବେ, ଏଲିଗେସନ ମେଥଡ ତମେ ଜାଣିଥିବ। ଏଇଠି ଲେଖ 60, ଏଇଠି ରହିବ 65, ଏଇଠି ରହିବ ମଝିରେ ତାଙ୍କର 62। ହେଲା, 5 ରୁ 2 ଗଲେ 3, 82 ରୁ 60 ଗଲେ କେତେ? 2। ରେସିଓ କେତେ ବାହାରିଲା? 3:2, ଅପସନ ଏ। ହେଲା, ନେକ୍ସଟ କ୍ୱେଶ୍ଚିନ ଦେଖିବା। The speed of a boat in still water is 15 kilometer per hour and the speed of the stream, ମାନେ ପାଣିର ସ୍ରୋତ, ସ୍ରୋତର ସ୍ପିଡ କେତେ ନା 3 କିଲୋମିଟର per hour. It takes a total 10 hours to row a place and comes back. Find the distance of the place. ସ୍ଥିର ଜଳରେ ଏକ ଡଙ୍ଗାର ବେଗ 15 କିଲୋମିଟର ପ୍ରତି ଘଣ୍ଟା ଏବଂ ସ୍ରୋତର ବେଗ 3 କିଲୋମିଟର ପ୍ରତି ଘଣ୍ଟା। ହେଲା, ଏଟା ଘଣ୍ଟା। ଗୋଟିଏ ସ୍ଥାନକୁ ଯାଇ ପୁଣି ଫେରିବା ପାଇଁ ମୋଟ 10 ଘଣ୍ଟା ସମୟ ଲାଗେ। ସେଇ ସ୍ଥାନଟିର ଦୂରତା କେତେ? ହେଲା, ମାନେ ଏଇଟା ଗୋଟେ ଏମିତି ଡିଷ୍ଟାନ୍ସ ହେଇଛି। ହେଲା, ଏଠି ପାଣି, ଏଇଟା ଗୋଟେ ଯେ ପାଣିର ଡିଷ୍ଟାନ୍ସ। ଏଇଠି ଗୋଟେ ମନେକର ମନ୍ଦିର ଅଛି, ଏଠି ଗୋଟେ ମନ୍ଦିର ଟାଇପ ର ଅଛି। ହେଲା, ଏଇଠି ଗୋଟେ ମନ୍ଦିର ଅଛି, ଏଇଠି ଗୋଟେ ଏମିତି ମନ୍ଦିର ହେଇକି ଅଛି। ହେଲା, ଏଇ ମନ୍ଦିରକୁ କଣ କରିବା ନା ଲୋକ ଦେଖା କରିବାକୁ ଆସୁଛନ୍ତି, କଣ ଡଙ୍ଗାରେ ବସିକି।
ହେଲା। ଡିଷ୍ଟାନ୍ସ ସମାନ, ଡଙ୍ଗାରେ ବସିକି ଦେଖା କରିବାକୁ ଯିବେ। ଯିବା ପାଇଁ ଯେତିକି ସମୟ ଲାଗିବ, ଆସିବା ପାଇଁ ଟୋଟାଲ ସମୟ ଯିବା ପାଇଁ ସମୟ ଡିଷ୍ଟାନ୍ସ ଯେତିକି, ଯିବା ପାଇଁ ଦୂରତା ଯେତିକି, ଆସିବା ପାଇଁ ଦୂରତା ସେତିକି। ଟୋଟାଲ ସମୟ କେତେ ଲାଗିବ? 10 ଘଣ୍ଟା। ମାନେ ଯିବାକୁ ଆସିବାକୁ ଟୋଟାଲ ଟାଇମ କେତେ ଲାଗୁଛି? ଟୋଟାଲ ଟାଇମ ଲାଗୁଛି 10 ଘଣ୍ଟା। ହେଲା, ମାନେ ଯିବାକୁ କେତେ ସମୟ ଲାଗୁଥିବ, ଆସିବାକୁ ତ କେତେ ସମୟ ଲାଗୁଥିବ ଜଣା ନାହିଁ, କିନ୍ତୁ ଟୋଟାଲ ଟାଇମ ଯଦି ଆମେ ମିଶେଇବା 10 ଘଣ୍ଟା ଲାଗୁଛି। ହେଲା। ତାର କଣ, ଡଙ୍ଗାର ସ୍ପିଡ ଥିଲା 15 କିଲୋମିଟର ପ୍ରତି ଘଣ୍ଟା, ଆଣ୍ଡ ପାଣିର ସ୍ପିଡ, ଏଇଠି ଯୋଉ ପାଣିଟା ଏଇ ଟାଇପ ର ସ୍ପିଡ ଗୋଟେ ଯିବ, ପାଣିର ସ୍ପିଡ କେତେ ଥିଲା ନା 3 କିଲୋମିଟର ପ୍ରତି ଘଣ୍ଟା। ତାହେଲେ କଣ ଦେଇଛି ନା ଡିଷ୍ଟାନ୍ସ ଟା କେତେ, ଏଇଠୁ ଏତିକିର ଦୂରତା କେତେ, ତାକୁ କେମିତି କରିବା? ସ୍ପିଡ ଅଫ ଦ ବୋଟ କେତେ? ଏଠି ଲେଖ ସ୍ପିଡ ଅଫ ଦ ବୋଟ, ତାକୁ ନିଅ x kilometer per hour ଇଜିକାଲ ଟୁ କେତେ ନା 15 kilometer per hour। ହେଲା। ସ୍ପିଡ ଅଫ ଦ ଷ୍ଟ୍ରିମ୍ ନା ସ୍ପିଡ ଅଫ ଷ୍ଟ୍ରିମ୍, ଷ୍ଟ୍ରିମ୍ ସ୍ପିଡ କେତେ ନା 3 kilometer per hour। ହେଲା। ତାପରେ କଣ, ଟୋଟାଲ ଟାଇମ 10 ଘଣ୍ଟା। ତାହେଲେ ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ? ତମେ ଏଟା ପଢିଥିବ ସ୍ପିଡ ଆଣ୍ଡ ବୋଟ ଷ୍ଟ୍ରିମ୍ ରେ, ଡାଉନ ଷ୍ଟ୍ରିମ୍ ସ୍ପିଡ ମାନେ କେତେ? ମାନେ ଯେତେ ଅନୁକୂଳ ପ୍ରତିକୂଳ, ତମେ ପଢିଥିବ ଅନୁକୂଳ ସ୍ପିଡ ପ୍ରତିକୂଳ ସ୍ପିଡ। ଆମେ ଯେତେବେଳେ କଣ ପାଣିର ଗୋଟେ ଡିରେକ୍ସନ, ପାଣିର ଡିରେକ୍ସନରେ ଗଲେ ତାକୁ କୁହନ୍ତି ଅନୁକୂଳ, ମାନେ ଡାଉନ ଷ୍ଟ୍ରିମ୍ ସ୍ପିଡ, ମାନେ ପାଣି ଇଆଡେ ଯାଉଛି। ହେଲା, ପାଣି ଇଆଡେ ଯାଉଛି, ତମେ ବି ଇଆଡେ ଯାଉଛ, ତାକୁ କୁହନ୍ତି ଡାଉନ ଷ୍ଟ୍ରିମ୍ ସ୍ପିଡ। ତାହେଲେ ଏଇ ଟାଇମରେ କଣ, ସ୍ପିଡ ଦିଟାକୁ ଇକ୍ୱାଲ ହେଇଯିବ, ମାନେ ମିଶିଯିବ, ଇକ୍ୱାଲ ମିଶିଯିବ। ମାନେ ଇଆଡେ ତମେ ଯାଉଛ, ପାଣିର ସ୍ପିଡ ଇଆଡେ, ବୋଟର ସ୍ପିଡ ମଧ୍ୟ ଇଆଡେ, ତାହେଲେ ତମ ସ୍ପିଡ ଦିଟା କଣ ହେଇଯିବ, ମିଶିଯିବ। ଆଉ ଗୋଟେ କଣ କହିଲି, ଅପଷ୍ଟ୍ରିମ୍ ସ୍ପିଡ। ଅପଷ୍ଟ୍ରିମ୍ ସ୍ପିଡ କଣ ନା, ବୋଟ ଦେଖ, ବୋଟ ଇଆଡେ ଯାଉଛି, ହେଲା, ପାଣି ଇଆଡେ ଆସୁଛି, ତମେ ଯେତେବେଳେ ଫେରିଲା ବେଳେ, ଏଇଟା ତମେ ଯେତେବେଳେ ମନ୍ଦିରକୁ ଯାଉଛ, ତାପରେ ଫେରିବନି, ଏଇଟା ବି ଫେରିବନି, ବୋଟ ଯେତେବେଳେ ଯେତେବେଳେ ଫେରିବ, ହେଲା, ପାଣି ତ ଇଆଡେ ଯାଉଥିବ ନା, ପାଣି ତ ସବୁବେଳେ ଇଆଡେ ଯାଉଥିବ ନା, କଣ ପାଣି ଫେରିବ କି? ତମେ ଫେରିବ। ତାହେଲେ ଇଆଡେ ଯାଉଛି ପାଣି, ପାଣିର ଡିରେକ୍ସନ ଇଆଡେ, ତମେ ଆସୁଛ ଇଆଡେ, ଆକୁ କଣ କୁହନ୍ତି ଅପଷ୍ଟ୍ରିମ୍। ହେଲା। ତାହେଲେ ଡାଉନ ଷ୍ଟ୍ରିମ୍ ସ୍ପିଡ କଣ ହବ? ଡାଉନ ଷ୍ଟ୍ରିମ୍ ସ୍ପିଡ ଇଜିକାଲ ଟୁ କେତେ, ଏକ୍ସ ପ୍ଲସ ୱାଇ, ଏଟା ୱାଇ ନେଇଯାଉ, ସ୍ପିଡ ଅଫ ଦ ଷ୍ଟ୍ରିମ୍ ନେଇଯାଉ ୱାଇ। କେତେ ହବ, ଏକ୍ସ ପ୍ଲସ ୱାଇ। ଅପଷ୍ଟ୍ରିମ୍ ସ୍ପିଡ କେତେ ହବ? ନା ଏକ୍ସ ମାଇନସ ୱାଇ। ଖାଲି ବାହାର କର, କେତେ ହେଲା? 15 3 18 କିଲୋମିଟର per hour। ଅପଷ୍ଟ୍ରିମ୍ ସ୍ପିଡ କେତେ? 15 3 ଗଲେ କେତେ, 12 କିଲୋମିଟର per hour। ହେଲା, ଏଟା ହେଲା ଡାଉନ ଷ୍ଟ୍ରିମ୍ ସ୍ପିଡ, ଏଟା କେତେ ହେଲା, ଅପଷ୍ଟ୍ରିମ୍ ସ୍ପିଡ। ଏବେ କଣ କରିବା? ଡିଷ୍ଟାନ୍ସ ପଚାରୁଛି, ଡିଷ୍ଟାନ୍ସ ର ଫର୍ମୁଲା କଣ? ସ୍ପିଡ ଇନ୍ ଟାଇମ। ଡିଷ୍ଟାନ୍ସ ପଚାରୁଛି, ଛାଡ, ଡିଷ୍ଟାନ୍ସ ପରେ ଟୋଟାଲ ଟାଇମ ଦେଖ। ଟୋଟାଲ ଟାଇମ କେତେ? ଟୋଟାଲ ଟାଇମ 10 ଆୱାର। ହେଲା ନାଇଁ, ଟୋଟାଲ ଟାଇମ କେତେ? 10 ଆୱାର। ତାହେଲେ ଟୋଟାଲ ଟାଇମ ଟି ଇଜିକାଲ ଟୁ କେତେ ହବ? ଟୋଟାଲ ଟାଇମ ମନେକର ଟି, ଯିବାକୁ ମନେକର ସମୟ ଲାଗିଛି T1, ଆସିବାକୁ ମନେକର ସମୟ ଲାଗିଛି T2, T1 ମିଶନ T2। ଯେହେତୁ ସେମ ଡିଷ୍ଟାନ୍ସ ଅତିକ୍ରମ କରିଛି, ମାନେ ଯିବାକୁ ଗୋଟେ ମାନେ ଏକା ଡିଷ୍ଟାନ୍ସ, ଯିବାକୁ ଗୋଟେ ଏକା ଡିଷ୍ଟାନ୍ସ, ଆସିବାକୁ ଡିଷ୍ଟାନ୍ସ, ତାହେଲେ ଡିଷ୍ଟାନ୍ସ କୁ ମନେକର ଡି ନେଇଯାଅ। 10 ଇଜିକାଲ ଟୁ ଡି ବାଇ, ହେଲା, ଯିବାକୁ ଗୋଟେ ଡିଷ୍ଟାନ୍ସ, ଆସିବାକୁ ଗୋଟେ ଡିଷ୍ଟାନ୍ସ, ଡିଷ୍ଟାନ୍ସ ଦିଟାକ ସମାନ, ତାହେଲେ ଡି ବାଇ, ଟାଇମ ର ଫର୍ମୁଲା କଣ, ଡିଷ୍ଟାନ୍ସ ଅପନ ସ୍ପିଡ, ଡି ବାଇ, ଯିବାକୁ କେତେ ସମୟ, ଯିବାକୁ କଣ କହନ୍ତି ଡାଉନ ଷ୍ଟ୍ରିମ୍, ମାନେ ଡି ବାଇ 18, ମିଶାଣ, ଆସିବାକୁ ଡି ବାଇ, ଆସିବାକୁ ମାନେ ଅପଷ୍ଟ୍ରିମ୍ ର ସ୍ପିଡ କେତେ, 12, ଡିଷ୍ଟାନ୍ସ ଅପନ ସ୍ପିଡ, ଏଇଠୁ ଏତିକିର ଡିଷ୍ଟାନ୍ସ ସମାନ। ଟୋଟାଲ ଟାଇମ ଲାଗିଲା 10 ଘଣ୍ଟା। ମନେକର ଯିବାକୁ ପ୍ରଥମେ ମନେକର ଯିବାକୁ ତାକୁ ଲାଗିଛି T1, ଆସିବାକୁ ତାକୁ ସମୟ ଲାଗିଛି ମନେକର T2, T1 ମିଶନ T2 ଇଜିକାଲ ଟୁ 10 ଘଣ୍ଟା। ହେଲା। ତାହେଲେ ଟାଇମ ର ଫର୍ମୁଲା କଣ, ଡିଷ୍ଟାନ୍ସ ଅପନ ସ୍ପିଡ। ତାହେଲେ ଯିବାକୁ କେତେ ସମୟ, ଡି, ମନେକର ଏଇଠୁ ଏତିକ ଡିଷ୍ଟାନ୍ସ ସମାନ, ତାହେଲେ ଏଇଠି ମନେକର ଡିଷ୍ଟାନ୍ସ ଡି, ଡିଷ୍ଟାନ୍ସ ବାଇ ସ୍ପିଡ କେତେ, ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ, 18 କିଲୋମିଟର per hour, ଡିଷ୍ଟାନ୍ସ ଅପନ ସ୍ପିଡ। ଆସିବାକୁ କେତେ ଅପଷ୍ଟ୍ରିମ୍ ର, ଡିଷ୍ଟାନ୍ସ ଅପନ ସ୍ପିଡ ମାନେ 12। 10 ଇଜିକାଲ ଟୁ କେତେ ହବ, ଦିଟା କମନ ନେଇଯାଅ, 1/18 ମିଶାଣ 1/12। ହେଲା।
10 ଇଜିକାଲ ଟୁ କେତେ ହବ ନା ଡି ହୋଲ ଇଣ୍ଟୁ 18 ବାର ଏଲସିଏମ କେତେ ହବ 36 ହେଲା। 18 ଦୁଗୁଣେ 36, 12 ତିରିକି 36 ହେଲା। ତାର ଏଇଠି କେତେ ବାହାରିଲା ଏଇଠି ମୁଁ କରିଦଉଛି। ଏଠି କେତେ ବାହାରିଲା ଆଗେ ଡି ଇଜିକାଲ ଟୁ 5/36 ହେଲା। ଏଠି ଡାଇରେକ୍ଟ କରୁଛି 5 ମାନେ 10 ଇଜିକାଲ ଟୁ କେତେ ବାହାରିଲା ନା ଡି ଇଣ୍ଟୁ 5/36, 5 ଦୁଗୁଣେ 10, ଏଠି ଡି ର ଭାଲ୍ୟୁ କେତେ ହେଲା ତାହେଲେ 72 କିଲୋମିଟର। 36 ଦୁଗୁଣେ 72, ଅପସନ ସି। ନେକ୍ସଟ କ୍ୱେଶ୍ଚନ ଦେଖିବେ, find the largest four digit numbers which when divided by 15 18 21 and 24 leaves remainder 11 24 17 and 20 ହେଲା। ମାନେ ଏତିକ ଭିତରୁ କୋଉ ସଂଖ୍ୟା ଯୋଉଟା 15 18 21 ରେ ଆମେ ଡିଭାଇଡ କରିବା ଯାହା ଫଳରେ ରିମାଇଣ୍ଡର କେତେ 11 14 17 20 ହବ। ଏଇଟା ସବୁଠୁ ଭଲ ଟ୍ରିକ୍ ହଉଛି ତମେ ଅପସନରୁ ନେଇଯାଅ, ଅପସନରୁ ନେଇଯାଅ ସବୁଠୁ ଭଲ ଟ୍ରିକ୍ ହେଲା। ପ୍ରଥମେ 15 କୁ ଭରିଦିଅ 7 5 5 ରେ, ମନେକର 15, ଏଇଠି ପ୍ରଥମେ ଅପସନ ଏ ଚେକ୍ କର ହେଲା। ପ୍ରଥମେ ଭରିବା 15 ମାନେ 7 5 5 6, ଯଦି ତମର ଭାଗ୍ୟ ଭଲ ଥିବ ଏ ଅପସନ ଟା ଠିକ ହେଇଯାଏ। 15 ଭରିବା 15 ପଞ୍ଚା 75, 5 15 ଶୂନ କେ 0 56 ହେଲା। ତାର କେତେ ନା 15 ଚଉକୁ 60 ହବନି, 15 ଚଉକୁ 60 ହବନି, 15 ତିରିକି 45, 6 ରୁ 5 ଗଲେ 1, 5 4 ଗଲେ 1 ହଉଛି, ହେଇପାରେ ହେଲା। ହେଇପାରେ ତାମାନେ ଏଇଟା ବି ହଲେ ହଉଥିବ 11 ହେଲା। ତାମାନେ ଏଇଟା ଯଦି ହଉଛି ଏବେ 14 18 କୁ ଚେକ୍ କରିବ, 15 ହେଲା ଏଇଟା ହେଲା ତାମାନେ 18 ଚେକ୍ କରିବ। ଆଉଥରେ ଏବେ 18 ଚେକ୍ କର ନା ମାନେ 7 5 5 6 ହରଣ 18 ହେଲା। 18 ଚଉକୁ କେତେ 72, 5 ରୁ 2 ଗଲେ କେତେ 3 35, 18 କେ 18 କେତେ ହବ 17 176 ହେଲା। ତାପରେ କେତେ 18 ନୂଆ 162, 6 2 ଗଲେ 4, 7 ରୁ 6 ଗଲେ 1, ଏଇଟା ବି ହଉଛି ଦେଖ ରିମାଇଣ୍ଡର 14 ଆସୁଛି, ଏଇଠି ରିମାଇଣ୍ଡର 11 ଆସିବା କଥା 11 ଆସିଲା, ଏଇଠି 14 ଆସିବା କଥା ଏଇଟା ବି ଆସିଲା, ତାହେଲେ ଏଇଟା ବି ହେଇପାରେ ହଁ। ଏବେ ଆଉ ଥରେ ଚେକ୍ କରିବା 21 ହେଲା। 7 5 5 ଏଇଠି ତମ ଭାଗ୍ୟ ଭଲ ହେଇଗଲା ହେଲା। 21 21 ଦୁଗୁଣେ 42, 21 ତିରିକି 63, 21 ଚଉକୁ କେତେ 84, 21 ତିରିକି 63, 5 ରୁ 3 ଗଲେ 2, 7 ରୁ 6 ଗଲେ 1 25 ହେଲା। ଏବେ କଣ କରିବା 21 16 ହବନି, 21 5 105 206 ହେଲା। ତାପରେ 21 10 210 ହବନି, 21 ନୂଆ ପକେଇବା ପରେ 21 ନୂଆ କେତେ 199, 16 ନ ଗଲେ 7 କେତେ ହେଇଯିବ 17, ଏଇଟା ବି ହଉଛି ତାହେଲେ ଏଇଟା ଯଦି ହଉଛି 24 ଟା ବି ହଉଥିବ ଅପସନ ଏ। 24 ଟା ତମେ ଚେକ୍ କରିବ, 24 ଟା ଯଦି କରିବ ସିଓର ରିମାଇଣ୍ଡର 20 ବାହାରିବ ଅପସନ ଏ। ତାହେଲେ ଦେଖ ନେକ୍ସଟ କ୍ୱେଶ୍ଚନ ଦେଖି, if a is to b 2 is to 3 b is to c 4 is to 5 c is to 2 6 is to 7 ତାହେଲେ ABCD କେତେ ହେବ? ଦେଖ ଏଠି ଯେମିତି ଅଛି ସେମିତି ଲେଖ, ଆଗ ଲେଖ a, ଏଠି ଲେଖ b, ଏ ବି ଭିତରେ ରେସିଓ କେତେ 2 is to 3, ଏଠି ଲେଖ 2 is to 3, ପୁଣି b ଆଉ c, ଏଠି ଲେଖ c, b ତ ଅଛି ଏଠି ଲେଖ ଆଣ c, b ଆଉ c ଭିତରେ ରେସିଓ କେତେ ନା 4 ହେଲେ ଇଏ 5, ପୁଣି କଣ ନା c ଆଉ d, ଏଠି c ଅଛି ଏଠି ଲେଖିଦିଅ d, c ଆଉ d ଭିତରେ ରେସିଓ କେତେ ନା ଇଏ 6 ହେଲେ ଇଏ 7 ହେଲା। ଏଇଠି 5 ନାହିଁ ଏଇଠି 5 ଆଣ ହରୁ, ଏଇଠି 3 ନାହିଁ ଏଇଠି 3 ଆଣ ହରୁ, ଏଇଠି 3 ଦରକାର ଏଇଠି 3 ଆଣ, ଏଇଠି 6 ନାହିଁ ଏଇଠି 6 ଆଣ ହରି, ଏଠି 4 ନାହିଁ ଏଠି 4 ଆଣ ହରି, ଏଠି 6 ଆଣ ହେଲା। ଏଇଟା ଗୁଣ 2 ଚଉକୁ 8 ସବୁ କେତେ 48 ହେଲା। ଏମିତି ରେସିଓ ହେଲା। ତାପରେ 6 ଚଉକୁ 24 ତିରିକି 72, ତାପରେ
ପାଞ୍ଚ ତିରିକି 1500 90, 5 ତିରିକି 1500 105 ହେଲା। ଏବେ କାଟିଦିଅ ସବୁଥିରେ 3 ଦେଖ କଟୁଛି। 3 କାଟିଲେ କେତେ 16, 3 କାଟିଲେ କେତେ 24, 3 କାଟିଲେ କେତେ 30, 3 କାଟିଲେ କେତେ ନା 35 ହେଲା। ଅପସନ କୋଉଟା ବାହାରିଲା 16, 24, 30, 35, 16, 24, 30, 35 ଅପସନ ଏ। ନେକ୍ସଟ କ୍वेଶ୍ଚନ ଦେଖିବି। ଦ ସାଇଡ୍ ଅଫ ଏ ଟ୍ରାଙ୍ଗେଲ ଆର୍ ଇନ୍ ଦ ରେସିଓ କେତେ 1/2, 1/3, 1/4 if the perimeter is 104 find the length of the longest ହେଲା। ତ୍ରିଭୁଜ ବାହୁ ଗୁଡ଼ିକର ଅନୁପାତ ଏତିକି, ଯଦି ଏହାର ପରିସୀମା କେତେ 104 ହୁଏ ତେବେ ସବୁଠୁ ବଡ଼ ବାହୁର ଦୈର୍ଘ୍ୟ କେତେ। ସବୁଠୁ ବଡ଼ ବାହୁ ବାହାର କରି ଏଇଟା ଦେଖ ସାଇଡ୍ ରେସିଓ କେତେ ଅଛି 1/2, 1/3, 1/4 ଏଇଟା ଫ୍ରାକ୍ସନରେ ଅଛି। ଏଇଟା ଗୋଟେ କଣ ଏଇଟା ମାନେ ଗୋଟେ ସିଙ୍ଗଲ ଡିଜିଟ ପରିଣତ କର, ମାନେ ଫ୍ରାକ୍ସନ ଟାକୁ କାଟିଦିଅ। ଫ୍ରାକ୍ସନ କୁ ନ କରିକି ଆଉ ଗୋଟେ ସିଙ୍ଗଲ ଡିଜିଟ ରଖ, ମାନେ 1/2 କୁ ଆମେ ଏମିତି ରଖିପାରିବା 1/2, 1/3, 1/4 ହେଲା। 2, 3, 4 ଏଲସିଏମ କେତେ 12, ମାନେ 1/2 ଇଣ୍ଟୁ 12 ଗୁଣିଦିଅ, 1/3 ଇଣ୍ଟୁ 12 ଗୁଣିଦିଅ, ରେସିଓ 1/4 ଇଣ୍ଟୁ 12 ଗୁଣିଦିଅ କେତେ ହେଲା 200 ଏଇଟା କେତେ ହେଲା 6, 3 ଚଉକୁ ଏଇଟା କେତେ ହେଲା 4, ଏଇଟା କେତେ ହେଲା ନା 4 ତିରିକି ହେଲା 6, 4, 3 ସବୁବେଳେ ବଡ ଭାଗ କେତେ ହେଲା 6, ଏଇଟା ବଡ ଭାଗ ହେଲା ହେଲା। ଏଇଟା ତମର କଣ ହେଇଗଲା ବଡ ଭାଗ, ଏଇଟା ମିଡିଲ, ଏଇଟା ସବୁଠୁ ସାନ। ବଡ ଭାଗ ପଚାରିଛି ପରିମିଟର କେତେ 104, ମାନେ 6, 4, 10, 3, 13 ହେଲା। ତାମାନେ 13 ୟୁନିଟର ଭାଲ୍ୟୁ କେତେ 104। ଆମକୁ ଦରକାର ବଡ ଭାଗ କେତେ 6, 13 ଅଷ୍ଟା 6 ଅଷ୍ଟା 48 ଅପସନ କୋଉଟା ହବ ସି। ନେକ୍ସଟ କ୍ୱେଶ୍ଚନ ଦେଖିବ ଆମର ପିଓ ଏକ୍ଜାମ ଆଗକୁ ଅଛି, ପିଓ ର କ୍ୱେଶ୍ଚନ ପଚାରିଥିଲା ଏଇଟା। ତାପରେ the difference between a simple interest and a compound interest on a certain sum of money for 2 years at 5% per annum is 15 find the sum। ଏକ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ଉପରେ ବାର୍ଷିକ 5% ହାରରେ 2 ବର୍ଷ ପାଇଁ ସରଳ ସୁଧ ଏବଂ ଚକ୍ର ବୃଦ୍ଧି ସୁଧର ପାର୍ଥକ୍ୟ 15 ଟଙ୍କା, ତାହେଲେ ମୂଳଧନ କେତେ। ତାହେଲେ କଣ ପ୍ରିନ୍ସିପାଲ କେତେ କେମିତି ବାହାର କରିବା ଦେଖ। ପ୍ରଥମେ ଦେଖ ଏଇଟା କଣ ଦେଇଛି ସିମ୍ପଲ ଇଣ୍ଟରେଷ୍ଟ, ତାହେଲେ ସିମ୍ପଲ ଇଣ୍ଟରେଷ୍ଟ କେତେ, ସିମ୍ପଲ ଇଣ୍ଟରେଷ୍ଟ କେତେ ହବ ମନ କି ତ 80% ହେଲା। ଏଇଟା ହଉଛି ସଠିକ ସିମ୍ପଲ ଇଣ୍ଟରେଷ୍ଟ ବାହାର କରିବାର ହଉଛି 80%। 80 ମାନେ କଣ ତା ରେଟ୍ ଇନ୍ ଟାଇମ, ରେଟ୍ କେତେ 2 ବର୍ଷ ସରି 5% ଟାଇମ କେତେ 2 ବର୍ଷ, ମାନେ କେତେ 5 2 10 ସିଧା ଲେଖିବ 10% ହେଲା। ଏଇଟା ହଉଛି ଏସ୍ଆଇ ରେଟ୍, ଏଇଟା କଣ କହନ୍ତି ଏସ୍ଆଇ। ସିଆଇ କେମିତି ବାହାର କର, ସିଆଇ କେମିତି ବାହାର କରିବା, ସିଆଇ ହଉଛି କେତେ ରେଟ୍ କେତେ 5% ଟାଇମ କେତେ 2 ଇୟର୍ସ ହେଲା। ତାହେଲେ ଗୁଣିଦବା 10% ନାଇଁ, ସିଆଇ ବି ଏମିତି ବାହାର କରିବା 5% 2 ବର୍ଷ, ମାନେ ପାଞ୍ଚଟାକୁ ସକ୍ସେସିଭରେ ଲେଖିବା 5 ମିଶାଣ 5 ଇଣ୍ଟୁ ସରି ମିଶାଣ 5 ଇଣ୍ଟୁ 5/100 10 ମିଶାଣ କେତେ ହବ 25/100, ମାନେ କେତେ 0.25 10.25%। ଆଙ୍କ ଭିତରେ ଡିଫରେନ୍ସ ହଉଛି 15 ଟଙ୍କା ହେଲା, ମାନେ 10% ଆଉ 10.25% ହେଲା। ସିଆଇ ମାଇନସ ଏସ୍ଆଇ ଆଙ୍କ ଭିତରେ ଡିଫରେନ୍ସ କେତେ 15 ଟଙ୍କା, ତାହେଲେ 15 ଟଙ୍କା କାହାର ଭାଲ୍ୟୁ ଆଙ୍କ ଭିତରେ ଡିଫରେନ୍ସ କେତେ କେତେ କଲେ କେତେ ଆସିବ 0.25 ର ଭାଲ୍ୟୁ। ଆମକୁ ଦରକାର କାର ପ୍ରିନ୍ସିପାଲ, ପ୍ରିନ୍ସିପାଲ ସବୁବେଳେ କେତେ 100। ଏଇଟା 25 0.25 ଅଛି, 100 କଲେ ଉପରକୁ ଯିବ ଭାରି, ଏଇଟା 100 କରିଦିଅ ସିଧା 2500 ସରି 2500 କୁ 100 15 ଚଉକୁ କେତେ 60, ଏଠି ଦିଟା ଶୂନ ଅଛି, ଦିଟା ଶୂନ ରଖିଦିଅ 6000 ଟଙ୍କା ଅପସନ ବି। ନେକ୍ସଟ କ୍ୱେଶ୍ଚନ ଦେଖିବ a sum of 13,000 is divided into 3 parts such that simple interest on the first part for 2 years at 5%, on the second part for 3 years at 4%, and on the third part for 4 years at 5% are equal, are all equal ହେଲା। ସବୁ ଯାକ କଣ ଆମର ଏସ୍ଆଇ ଇକ୍ୱାଲ। ଫାଇଣ୍ଡ ଦ ସେକେଣ୍ଡ ପାର୍ଟ, ତାହେଲେ ସେକେଣ୍ଡ ପାର୍ଟ କେତେ 13,000 ଟଙ୍କାକୁ ଏମିତି 3ଟି ଭାଗରେ ବିଭକ୍ତ କରାହେଲା ଯେମିତି ପ୍ରଥମ ଭାଗରେ 5% ହାରରେ 2 ବର୍ଷ ସୁଧ, ଦ୍ୱିତୀୟ ଭାଗରେ କେତେ 4% ହାରରେ 3 ବର୍ଷ ସୁଧ ଏବଂ ତୃତୀୟ ଭାଗରେ 5% ହାରରେ 4 ବର୍ଷର ସରଳ ସୁଧ ସମାନ ହେବ। ଦ୍ୱିତୀୟ ଭାଗର ଟଙ୍କା ତାହେଲେ କେତେ ପାଇଲେ
ତାହେଲେ ଦେଖ କେମିତି କରିବା ନା SI1 ଇଜିକାଲ ଟୁ SI2 ଇଜିକାଲ ଟୁ SI3 ସିଏ ଦେଇଛି ତିନିଟାକର ସୁଧ ସମାନ। SI ର ଫର୍ମୁଲା କଣ PTR/100 ମନେକର ଆର ମନେକର ମୂଳଧନ P ନେଇଛେ ଇଣ୍ଟୁ ଟାଇମ କେତେ ଟାଇମ 2 ଇୟର୍ସ ରେଟ୍ କେତେ 5% 5/100 ତାପରେ SI2 ଟା ହିନ୍ତି କେତେ ହବ ମନେକର P ନେଇଛ ଏଇଠି ଆର ମୂଳଧନ ଆମେ ଜଣା ନାହିଁ ମନେକର P ଇଣ୍ଟୁ ଟାଇମ କେତେ ସେକେଣ୍ଡ ପାର୍ଟ ଟାଇମ କେତେ 3 ଇୟର୍ସ ଏଠି ଦେଖ 3 ଇୟର୍ସ ଇଣ୍ଟୁ 4% ବାଇ କେତେ ହବ 100 ଏଠି 4ଟା ତାପରେ SI3 କେତେ ହବ P ଇଣ୍ଟୁ କେତେ ହବ ଏଟା 4 × 5/100 ସବୁଥିରେ 100 କାଟିଦିଅ ହେଲା ତାପରେ ଆଉ କଣ କରୁଛି ଦେଖ 2ରେ 2 2 କଟିଗଲା 2 କଟିଗଲା 2 କଟିଗଲା ହେଲା ଏଠି ରହିଗଲା 2 ଏଠି ଗଲା 2 କେତେ ଫାଇନାଲ କେତେ ହେଲା 5P ଇଜିକାଲ ଟୁ 6P ଇଜିକାଲ ଟୁ କେତେ ହେବ 10P ହେଲା 5P ର ଭାଲ୍ୟୁ କେତେ ହବ 5P ର ଭାଲ୍ୟୁ କେତେ ହବ 10 100 60 ମାନେ ଦେଖ 5 10 6 10 ର ଏଲସିଏମ ନେଇଛ 5 10 100 ର ଏଲସିଏମ କେତେ ହବ 5 6 10 ର ଏଲସିଏମ କେତେ ହବ 30 ତାହେଲେ ଏଇଠି କେତେ 5P ର ଭାଲ୍ୟୁ ହବ 6 ଆର କେତେ ଭାଲ୍ୟୁ ହବ ଏମିତି 5 3 ହେଲା ଏଇଟା କଣ ମିଡିଲ ଏଇଟା ହଉଛି ମିଡିଲ ତାହେଲେ 6 5 3 ହେଲା ତାହେଲେ 13,000 କାର ଭାଲ୍ୟୁ ହବ 13,000 ଭଲ 5 3 8 6 14 ର ଭାଲ୍ୟୁ ହବ ଆମକୁ ଦରକାର 5 ର ଭାଲ୍ୟୁ ଏଠି ସିଧା ଗୁଣିବ 5 ହେଲା ଏଇଟାକୁ ହରିବ ହର ଏବେ ଏଇଟା 14 ହରଣ କେତେ 13,000 13,000 କୁ ହର 14 14 କେ 14 14 ଦୁଗୁଣେ କେତେ 28 14 ନୂଆ କେତେ 144 ହେଲା 14 ନୂଆ 144 ନୁହଁ 14 ନୂଆ କେତେ 126 ପକ 14 ନୂଆ କେତେ ଏଟା 14 ନୂଆ 126 ଏବେ ହର ଏଟା 10 ରୁ 6 ଗଲେ 4 ହେଲା ଏଠି କେତେ ଆସିଲା 2 2 ଗଲେ 0 4 ଆସିଲା ଏଠି କେତେ ଆସିବ 40 33 14 ହବ 14 ହଉଛି 14 କେ 14 14 ଦୁଗୁଣେ 28 14 ତିରିକି 42 14 ଦୁଗୁଣେ ପକା 28 10 ରୁ 8 ଗଲେ 2 ହେଲା 3 2 ଗଲେ 1 ପୁଣି ଏଇଠି ଶୂନ ଗୋଟେ ଶୂନ ପଳେଇ ଯାଇଛି ଏଇଠି ଆଉ ଗୋଟେ ଶୂନ ଆସ 14 କେ 14 14 ଅଷ୍ଟା 14 ନୂଆ ତ 126 14 ଅଷ୍ଟା 14 ଅଷ୍ଟା କେତେ ହବ 112 ଏଟା ତମେ ହରିକି ଚେକ୍ କରିବ ଏଟା ହରିଲେ ତମର ଆନ୍ସର ହବ ବୋଧେ 928.5 5 ସମଥିଙ୍ଗ ଆସିବ 5 ଆଗକୁ ବି ଅଛି 5 ଧରିଥିବ ହେଲା ଆକୁ କଣ କରିବା ଇଣ୍ଟୁ 5 ରେ ଗୁଣିଦିଅ ହେଲା ଆକୁ 5 ରେ ଗୁଣିଲେ ତମର ଆନ୍ସର କେତେ ନା 4 6 ତମର ନିୟରଲି ଆସୁଛି କେତେ 4 6 5 ର ଭାଲ୍ୟୁ ମିଡିଲ ଭାଲ୍ୟୁ କେତେ 5 5 ରେ ଗୁଣିଲେ କେତେ ହବ 4 6 4 2 4 6 4 2 ସମଥିଙ୍ଗ ଆସୁଛି ମାନେ ତମେ କରିପାରିବ ଏଇଟା 45 କରିପାରିବ ଏଇଟା ତାହେଲେ ଏଇଟା କଣ କରେକ୍ଟ ଆନ୍ସର 45 ରଖ ନେକ୍ସଟ क्वेश्चन ଦେଖିବା क्वेश्चन नंबर 16 a milkman mixes ହେଲା a milkman mixes water with milk to gain 25% by selling the mixture at the cost price find the ratio of water milk in the mixture ଜଣେ କ୍ଷୀର ବିକ୍ରେତା କ୍ଷୀରରେ କେଉଁ ଅନୁପାତରେ ପାଣି ମିଶାଇ କ୍ରୟ ମୂଲ୍ୟରେ ବିକ୍ରି କଲେ ତାଙ୍କର 25% ଲାଭ ହବ କେତେ ଲାଭ ହବ 25% ଲାଭ ହବ ଦେଖ ଏ ମିଲ୍କ ମ୍ୟାନ୍ ଆଣ୍ଡ ୱାଟର ଏଇଟାକୁ କଣ କହନ୍ତି ଜାଣିଛ ଏଇଟା କଷ୍ଟ ପ୍ରାଇସ୍ ଏଇଟାକୁ କଣ କହନ୍ତି ପ୍ରଫିଟ ହେଲା ମିଲ୍କ ଟାକୁ ଏଠି ମୁଁ ଲେଖି ଦଉଛି କଷ୍ଟ ପ୍ରାଇସ୍ ହଉଛି ମିଲ୍କ ମିଲ୍କ ମାନେ କ୍ଷୀର ବାଲା କେମିତି ଲାଭ କରନ୍ତି ଯେତିକି ପାଣି ମିଶେଇଲେ ତାଙ୍କର ସେତିକି ଲାଭ ହଁ ନା ନାଇଁ ତାହେଲେ କଷ୍ଟ ପ୍ରାଇସ୍ କୁ ଆମେ ମାନିବା ମିଲ୍କ ବୋଲି କ୍ଷୀର ବୋଲି ଆମେ ମାନିବା କଷ୍ଟ ପ୍ରାଇସ୍ କୁ ଆଉ ଯୋଉ ୱାଟର ପ୍ରଫିଟ ଯେତିକି ହବ ପ୍ରଫିଟ ମାନେ କଣ ପ୍ରଫିଟ ଆମେ ଭାବିବା ପାଣି ଯେତେ ପାଣି ମିଶେଇବା ସେତେ ପ୍ରଫିଟ ହବ ଆମର
ମାନେ କ୍ଷୀର ବାଲା ହିସାବରେ ହବ। କ୍ଷୀର ଯେତେ ପାଣି ମିଶିବ କ୍ଷୀର ବାଲାର ପ୍ରଫିଟ୍। ଆମକୁ ସିନା ଭଲ ନୁହଁ କିନ୍ତୁ କ୍ଷୀର ବାଲାର ପ୍ରଫିଟ୍। ମାନେ କ୍ଷୀର ଯେତେ ପାଣି ମିଶିବ ଏଟାକୁ କହନ୍ତି ପ୍ରଫିଟ୍। ହେଲା, ମନେକର କଷ୍ଟ ପ୍ରାଇସ୍ ସବୁବେଳେ 100 ନା, ମନେକର ମିଲ୍କ ଅଛି 100, ହେଲା, ୱାଟର ତ କେତେ ଅଛି ଆମେ ଜାଣିନେ, ଯାହା ଫଳରେ ସେଲିଂ ପ୍ରାଇସ୍ ଆମର କେତେ ହେଇଯିବ, 25% ଲାଭ ମାନେ କେତେ ହେଇଯିବ 125, ହଁ ନା, ତାହେଲେ ପ୍ରଫିଟ୍ କେତେ ହେଲା 25। ତାହେଲେ ମିଲ୍କ ଆଉ ୱାଟର ରେସିଓ କେତେ, 1 4 50 କଣ ମିଲ୍କ ଇନ୍ ଦ ୱାଟର, ଫାଇଣ୍ଡ ଦ ରେସିଓ ଅଫ ୱାଟର ଆଣ୍ଡ ମିଲ୍କ, ତ ୱାଟର ରହିବ ତାପରେ ମିଲ୍କ ରହିବ। ଭଲରେ ଦେଖ ଏଇ କୋଶ୍ଚିନ୍ ଦେଖ ଏଠି, ଫାଇଣ୍ଡ ଦ ରେସିଓ ୱାଟର ଆଣ୍ଡ ମିଲ୍କ, ତାମାନେ ଆଗ ୱାଟର ରହିବ ତାପରେ କଣ ରହିବ ମିଲ୍କ। ୱାଟର କେତେ 4, ସରି ଏଇଟା 2500 କୁ 100 ବୋଧେ 4:1। 2500 କୁ 100 ନାଇଁ କି 4:1, ତାହେଲେ ମିଲ୍କ କେତେ ରହିବ 4, ୱାଟର କେତେ ରହିବ 1, 1:4, ଅପସନ ଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, the length of the rectangle is increased by 20% and its breadth is decreased by 10%. Find the net percentage change in its area। ହେଲା, କଣ ଦେଇଛି ନା ଲେନ୍ଥ ଇନକ୍ରିଜ ବାଇ 20%। ଏଠି ଲେଖ ଲେନ୍ଥ କଣ ଇନକ୍ରିଜ ହଉଛି ନା ଲେନ୍ଥ 20% ଇନକ୍ରିଜ ହେଇଯାଉଛି। 20% ର ଭାଲ୍ୟୁ ଫ୍ରାକ୍ସନ ଭାଲ୍ୟୁ କେତେ 5 ଥିଲା, କେତେ ହେଇଯାଉଛି 6। ତାପରେ ବ୍ରେଥ କଣ ହେଇଯାଉଛି ନା ଡିକ୍ରିଜ ହେଇଯାଉଛି, 10 ଥିଲା 9 ହେଇଗଲା। ଏରିଆ କଣ ହେଲା, ଏରିଆର ଲେନ୍ଥ ଇଣ୍ଟୁ ବ୍ରେଥ ମାନେ 50, 6 9 କେତେ 54, କେତେ ଇନକ୍ରିଜ ହେଲା 4, କାହାଠୁ 50 ଟୁ। 8% କଣ ହେଇଛି ଇନକ୍ରିଜ, ଅପସନ ଏ। ନେକ୍ସଟ କ୍ୱେଶ୍ଚନ ଦେଖିବେ, if the area of a circle doubled, if the area of a circle is doubled, ହେଲା, if the area of a circle is doubled when its radius is increased by k semi, find the original radius। ମାନେ କଣ, ଯଦି ଏକ ବୃତ୍ତର ବ୍ୟାସାର୍ଦ୍ଧକୁ k ସେମି ବଢାଇବା ଦ୍ୱାରା ଏହାର କ୍ଷେତ୍ରଫଳ ଦ୍ୱିଗୁଣିତ ହେଇଯାଏ ତେବେ ପ୍ରାରମ୍ଭିକ ବ୍ୟାସାର୍ଦ୍ଧ କେତେ ଥିଲା। କେମିତି କରିବା ଦେଖ, ମନେକର ରେଡିୟସ କୁ ନେଇଯାଅ r, ରେଡିୟସ ମନେକର r, ଏରିଆ କଣ, ବୃତ୍ତର ଏରିଆ କଣ ପାଇ r ସ୍କୋୟାର। ହେଲା, ଏଇଟା ଗୋଟେ କାହାଣୀ। ତାପରେ କାହାଣୀ କଣ ହେଇଛି ନା k ସେମି ଆମେ ବଢେଇ ଦେଲେ, ତାହେଲେ ନ୍ୟୁ ରେଡିୟସ କେତେ ହେଇଯିବ, କେତେ ହେଇଯିବ r ପ୍ଲସ k ସେମି ଆମେ ବଢେଇ ଦେଲେ k। ହେଲା, ଏରିଆ କେତେ ହେଇଯିବ ନ୍ୟୁ ଏରିଆ। ହେଲା, ଏଇଟା ସବୁ ନ୍ୟୁ ଏରିଆ, ଏଟା ସବୁ ନୂଆର କାହାଣୀ। ରେଡିୟସ ବଢେଇ ଦେଲେ ତାହେଲେ ଏରିଆ କେତେ ହେଇଯିବ ପାଇ r ସ୍କୋୟାର, ମାନେ ପାଏ ହୋଲ ଇଣ୍ଟୁ r ପ୍ଲସ k ର ହୋଲ ସ୍କୋୟାର। ହେଲା, ଏତିକ ରେଡିୟସ ହେଲାନି କି r ପ୍ଲସ k ର ହୋଲ ସ୍କୋୟାର। ତାର କ୍ୱେଶ୍ଚିନ୍ କଣ ଦେଇଛି, ଆମେ k ସେମି ବଢେଇ ଦେବା, k ସେମି ଯୋଉ ବଢେଇଲେନି କି ତାର ଏରିଆ ଟା 2 ଗୁଣ ହେଇଯିବ, ବୁଝିଲେ ନା। if the area of a circle is doubled, ହେଲା, ଯଦି ଏକ ବୃତ୍ତର ବ୍ୟାସାର୍ଦ୍ଧକୁ k ସେମି ବଢାଇବା ଦ୍ୱାରା ଏହାର କ୍ଷେତ୍ରଫଳ ଦ୍ୱିଗୁଣିତ ହେଇଯାଏ। ଆମେ ଏଇଠି k ସେମି ବଢେଇଲେ, ଯାହା ଫଳରେ କ୍ଷେତ୍ରଫଳ ତାର ଆଗରୁ ଥିଲା ପାଇ ଆର ସ୍କୋୟାର, ଏଇଟା ହେଇଯିବ ଦ୍ୱିଗୁଣ ମାନେ 2 ପାଇ ଆର ସ୍କୋୟାର। ସେଇଟା ହେଇଯିବ କ୍ୱେଶ୍ଚିନ୍। ଆଗରୁ ମନେକର k ସେମି ବଢିଆ ଥିଲା, ତାର କ୍ଷେତ୍ରଫଳ କେତେ ହେଇଗଲା ଦ୍ୱିଗୁଣ ହେଇଗଲା। ତାମାନେ ଆଗର ଏରିଆ କେତେ ଥିଲା, ଯୋଉ k ସେମି ବଢେଇଲେ ତାର ଏରିଆ କେତେ ପାଇ ହୋଲ ଇଣ୍ଟୁ r ପ୍ଲସ k ସ୍କୋୟାର। କ୍ୱେଶ୍ଚିନ୍ ଅନୁସାରେ ଯୋଉ ଦ୍ୱିଗୁଣ ହେଇଗଲା ତାର ଏରିଆ କେତେ ହେଇଯିବ 2 ପାଇ ଆର ସ୍କୋୟାର। ତାହେଲେ ଏଇଠି ଏରିଆ, ଏଇଟା ବି ଗୋଟେ ଏରିଆ, ତାହେଲେ ଏଇଟାକୁ ଏଇଟା ଇକ୍ୱାଲ କର, ତାହେଲେ ପାଇ ହୋଲ ଇଣ୍ଟୁ r ପ୍ଲସ k ର ହୋଲ ସ୍କୋୟାର ଇଜ ଇକାଲ ଟୁ କେତେ ହବ 2 ପାଇ ଆର ସ୍କୋୟାର। ଏବେ କଣ କରିବା ନା ପାଇ କୁ ପାଇ କାଟି ଦିଅ। ହେଲା, r ପ୍ଲସ k ର ସ୍କୋୟାର ଅଛି, ଏପଟକୁ ନେଇଗଲେ କଣ ହେଇଯିବ ରୁଟ ଓଭର ହେଇଯିବ। ଆରେ ଏପଟେ କେ ସ୍କୋୟାର ଅଛି, ଏପଟକୁ ନେଇ ରୁଟ ଓଭର ହେଇଯିବ ନା, ମାନେ r ପ୍ଲସ k ଇଜ ଇକାଲ ଟୁ କେତେ ହବ ନା 2r ସ୍କୋୟାର ରୁଟ ଓଭର r ପ୍ଲସ k ଇଜ ଇକାଲ ଟୁ କେତେ ହେଇଯିବ 2r ସ୍କୋୟାର ମାନେ ରୁଟ 2 r ସ୍କୋୟାର ରୁଟ ଓଭର r। କଣ ଦେଇଛି କ୍ୱେଶ୍ଚିନ୍, କଣ ଦେଇଛି ପ୍ରାରମ୍ଭିକ ବ୍ୟାସାର୍ଦ୍ଧ କେତେ ଥିଲା, ପ୍ରାରମ୍ଭିକ ବ୍ୟାସାର୍ଦ୍ଧ ଆମେ କେତେ ନେଇଥିଲେ r, ତାହେଲେ r ର ଭାଲ୍ୟୁ କେତେ, ବାହାର କରିବା r ର ଭାଲ୍ୟୁ। ଏବେ ଏଇଟା କେତେ ହେଲା k ଟାକୁ ଏପଟେ ରଖିକି ରୁଟ r, ମାନେ ଏଇଟା ଏମିତି କରିଦିଅ, ମାନେ k ଇଜ ଇକାଲ ଟୁ କେତେ ହେଇଯିବ ରୁଟ 2r ମାଇନସ r, k ଇଜ ଇକାଲ ଟୁ ହେଲା k ବାଇ କୋଡା ଅପସନ
ଡି ନୁହଁ, ସରି ଡି ନୁହଁ, ସି ସି। ହେଲା, ନେକ୍ସଟ କ୍ୱେଶ୍ଚନ ଦେଖିବା। ଏ ପର୍ସନ ସେଲ୍ସ ଟୁ ଆର୍ଟିକଲ ଫର କେତେ 99,000, 99,100, 9,900 ବିକିଲା ପ୍ରତ୍ୟେକ। On one he gains 10% and another he lost 10%, ହେଲା, and his overall gain or loss percentage in rupees। ଜଣେ ବ୍ୟକ୍ତି ଦୁଇଟି ବସ୍ତୁ ପ୍ରତିଟି ମାନେ ପ୍ରତି ବସ୍ତୁକୁ 99 ଟଙ୍କା, 99,100 ମାନେ 9,900 ବିକ୍ରି କରନ୍ତି। ହେଲା, ମାନେ ପ୍ରଥମ ବସ୍ତୁର ସେଲିଂ ପ୍ରାଇସ୍ କେତେ 9,900, ସେକେଣ୍ଡ ବସ୍ତୁର ସେଲିଂ ପ୍ରାଇସ୍ ବି 9,900। ଗୋଟିକରେ ପ୍ରଥମଟାରେ ମନେକର ତାର 10% ଲାଭ ହୁଏ, ଅନ୍ୟଟାରେ ତାର 10% କ୍ଷତି ହୁଏ। ସମ୍ପୂର୍ଣ୍ଣ ବ୍ୟବସାୟରେ ତାଙ୍କର ମୋଟ କେତେ ଟଙ୍କା ଲାଭ ହେଲେ ବା କ୍ଷତି ହେଲେ, ତାହାକୁ କେମିତି କରିବା? ମନେକର ପ୍ରଥମ ବସ୍ତୁ ଏଇଟା ଏଇଟା ନେଇଯାଅ, ମନେକର ପ୍ରଥମ ବସ୍ତୁ ଏଇଟା ଦେଖ ଫାଷ୍ଟ, ତାପରେ ଲେଖ ସେକେଣ୍ଡ, ହେଲା, ଏଇଠି ଲେଖ ସିପି, ଏଇଠି ଲେଖ ଏସ୍, ହେଲା। 10% ଗେନ୍ ହେଲା, ପ୍ରଥମଟାରେ କେତେ 10% ଗେନ୍ ହେଲା, 10% ମାନେ କେତେ 10% କଣ ପ୍ରଫିଟ୍ ହେଲା, 10% ଲାଭ ହେଲା, ମାନେ 100 ଆଇଟମରେ 10% ଲାଭ ହେଲା ମାନେ କେତେ ହେଲେ 110। ତାହେଲେ ଏଟା ରେସିଓ କଲେ କେତେ ହେଇଯିବ? ମୁଁ ଡାଇରେକ୍ଟ ରେସିଓ କରି ଲେଖୁଛି 10:11, ହେଲା। ତାପରେ କଣ ହେଲା 10% ଲସ୍ ହେଲା, ତାହେଲେ 10 କୁ କେତେ ହେଇଗଲା 9, 10% ଲସ୍ ହେଲାନି 10 କୁ 9। ତାର କଣ ଦେଇଛି ନା ସେଲିଂ ପ୍ରାଇସ୍ ସମାନ, ଦିଟାକର ସେଲିଂ ପ୍ରାଇସ୍ ପ୍ରତି ସେଲିଂ ପ୍ରାଇସ୍ 9,900, ମାନେ ପ୍ରଥମଟାର ପ୍ରାଇସ୍ 9,900, ସେକେଣ୍ଡଟାର ପ୍ରାଇସ୍ 9,900, ତାହେଲେ ଦିଟାକ ସେଲିଂ ପ୍ରାଇସ୍ ସମାନ। ଯେହେତୁ ଦିଟାକ ସେଲିଂ ପ୍ରାଇସ୍ ସମାନ, ଏବେ ଆମେ ଦିଟାକ ସେଲିଂ ପ୍ରାଇସ୍ ଇକ୍ୱାଲ କରିବା। ଏଠି 11 ହେଇଯାଇଛି, ଇଏ 9 ହେଇଯାଇଛି, ଏବେ ଇକ୍ୱାଲ କର, ଏଟାକୁ କର ଇକ୍ୱାଲ, ଏଇଟାକୁ ଗୁଣ 11ରେ, ଏଇଟାକୁ କର 9ରେ, ଏଇଟାକୁ ଯଦି 9ରେ ଗୁଣିବ ଏଇଟାକୁ ଗୁଣ 9ରେ, ଏଇଟାକୁ ଯଦି କଣ କରିବ, ଏଇଟାକୁ ତମେ କଣ କଲ 9ରେ, ଏଇଟାକୁ ଗୁଣ 11ରେ, କେତେ ହେଲା ଏଇଟା 10 ନୂଆ 90, 11 10 110, 10 ନୂଆ କେତେ 90, 11 10 110, କେତେ ହେଲା ଏଇଟା 200। ଏଟା କେତେ ହେଇଗଲା 11 ନୂଆ 99, 11 ନୂଆ 99 ମିଶେଇଲେ କେତେ 198, ହେଲା। ତାହେଲେ ସେଲିଂ ପ୍ରାଇସ୍ କେତେ ହେଇଗଲା 198, କଷ୍ଟ ପ୍ରାଇସ୍ କେତେ ହେଲା 200। ଲାଭ ହେଲା ନା ପ୍ରଫିଟ୍ ହେଲା, ସରି ଲାଭ ହେଲା ନା ଲସ୍ ହେଲା, ଲାଭ ହେଲା ନା କ୍ଷତି ହେଲା, କ୍ଷତି ହେଲା, କେତେ ଟଙ୍କା କ୍ଷତି ହେଲା 2 ଟଙ୍କା କ୍ଷତି ହେଲା। ଏ 2 ୟୁନିଟର ଭ୍ୟାଲୁ କେତେ, କେତେ ବାହାର କରିବା ଦେଖ, 99,000 କାହାର ଭ୍ୟାଲୁ ହବ 99,000 ନୁହଁ, 99 ନୁହଁ, 99 କୁ ଡବଲ କର, ମାନେ ପ୍ରତ୍ୟେକଟାର ସେଲିଂ ପ୍ରାଇସ୍ କେତେ 99, ମାନେ 9,900 ଟଙ୍କା, ତାହେଲେ 9,900 ଟଙ୍କା ହଉଛି ପ୍ରତି ବସ୍ତୁର, ମାନେ ପ୍ରଥମଟାର ସେଲିଂ ପ୍ରାଇସ୍ 9,900, ସେକେଣ୍ଡଟାର ସେଲିଂ ପ୍ରାଇସ୍ 9,900, ତାହେଲେ ଦିଟାକୁ ମିଶେଇଲେ କେତେ ହବ 19,800। 19,800 କାହାର ଭ୍ୟାଲୁ ହବ, ଦିଟାର ଭ୍ୟାଲୁ ମାନେ 198 ଭ୍ୟାଲୁ, ତାହେଲେ 19,800 କାହାର ଭ୍ୟାଲୁ ହବ, ଦିଟାକୁ ମିଶେଇଲେ 19,800, ଆମ ଦିଟାକୁ ମିଶେଇଛି ଏଇଠି 198 ଭ୍ୟାଲୁ। ଆମର ଲସ୍ କେତେ ଟଙ୍କା ହେଲା 2 ଟଙ୍କା ଲସ୍ ହେଲା, 200 ଟଙ୍କା କଣ ହେଇଛି ଲସ୍ ଅଛି, ଅପସନ ସି। ନେକ୍ସଟ କ୍ୱେଶ୍ଚନ ଦେଖିବା, ଫାଇଣ୍ଡ ଦ ୟୁନିଟ୍ ଡିଜିଟ୍ ଅଫ, ହେଲା, ୟୁନିଟ୍ ଡିଜିଟ୍ ମାନେ କଣ ଏକକ ଅଙ୍କ କେତେ ହେବ, କାର 234 ର ଘାତ 100, 234 ର ଘାତ 101, ହେଲା। ତିନି କରିବା ଦେଖ, କ୍ୱେଶ୍ଚନ କଣ ଦେଇଛି ନା 234 ର ଘାତ 100, 234 ର ଘାତ 100 ମିଶାଣ, ତାପରେ 234 ର ଘାତ 101, କେମିତି କରିବା ଦେଖ, ଆଗ 234 କୁ 234 ସେଠି ଲେଖିଦିଅ, ହେଲା। ସବୁଠୁ କମନ ଆସୁଛି କଣ 234, ସବୁଠୁ କମନ ଆସୁଛି 100 କମନ ଆସୁଛି, 100 କମନ ନେଇଯାଅ, ଏଇଠି କେତେ ରହିଗଲା 1 ମିଶାଣ 234 ରୁ 100 ଟେ ପଳେଇଲା, 101 ରୁ 100 ଟେ ପଳେଇଲା, ରହିଲା କେତେ 234, ହେଲା। ତାହେଲେ ଏଇଟା କେତେ 234 ର ଘାତ 100 ଇଣ୍ଟୁ 234 ମିଶାଣ ହେଇକି କେତେ 235, ହେଲା। 5 କୁ 20, 20 ମାନେ ୟୁନିଟ୍ କେତେ ଆସିବ 0, ଅପସନ କୋଉଟା, ନେକ୍ସଟ କ୍ୱେଶ୍ଚନ ଦେଖିବା, A sum of money become 4,500 in 3 years and 6,750 in 6 years at certain rate of compound interest. Find the principal. ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କାରେ ଚକ୍ରବୃଦ୍ଧି ସୁଧରେ 3 ବର୍ଷରେ 4,500 ଏବଂ 6 ବର୍ଷରେ 6,750 ଟଙ୍କା ହୋଇଯାଏ, ତାହେଲେ ମୂଳଧନ କେତେ? କଣ ଦେଇଛି କ୍ୱେଶ୍ଚନ ଭଲରେ ଦେଖ, ମନେକର ପି ନାମକ କୌଣସି ପଇସା, ଆମେ ଜାଣିନେ କେତେ ପଇସା,
6 ଇୟରରେ କେତେ ହେଇଯାଉଛି? 6 ବର୍ଷରେ ତାର ଏମାଉଣ୍ଟ କେତେ ହେଇଯାଉଛି? 4,500। ଏଠି ଏମାଉଣ୍ଟ ଆମକୁ କେତେ ମିଳୁଛି? ନା 4,500 ହେଲା। ସରି, ଏଇଟା 3 ବର୍ଷରେ। ପୁଣି କଣ ହଉଛି ନା ପୁଣି 6 ବର୍ଷରେ କେତେ ହେଇଯାଉଛି? ନା ଏମାଉଣ୍ଟ ଆମକୁ କେତେ ମିଳୁଛି? ନା 6,750। 6,750 ଆମକୁ ଏମାଉଣ୍ଟ ମିଳୁଛି। ଏଇଠି ଦେଖ, ଏଇଠି ଟାଇମ ସମାନ ମାନେ 3 ବର୍ଷ ଡିଫରେନ୍ସ, ଏଇଠି ବି 6 ରୁ 3 ଗଲେ 3 ବର୍ଷ ଡିଫରେନ୍ସ, ଏଇଠି 3 ବର୍ଷ ଡିଫରେନ୍ସ, ଏଇଠୁ 3 ବର୍ଷ ଡିଫରେନ୍ସ। ଏବେ କଣ କରିବା ଦେଖ, ଏଇଠି ଦେଖ, 45କୁ ଲଗ 6,6,7,5,0। ଇଏ ପଇସା 3 ବର୍ଷ ଭିତରେ ଇଏ ହେଇଯାଉଛି ହେଲା। ଏଇ ପଇସା 3 ବର୍ଷ ଭିତରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଇକି କଣ ହେଇଯାଉଛି? 6,750, 6,750 ହେଇଯାଉଛି। ଏବେ କଣ କରିବା? ଏଇଟାକୁ ରେସିଓ ନେଇଯାଅ ହେଲା। 9ରେ କାଟିଲେ କେତେ? 9 ପଞ୍ଚା 45। 9ରେ କାଟିଲେ କେତେ? 9ରେ ଏଟା କଟିବ ନା ନାଇଁ ଚେକ୍ କର। 5 2 6 2 18। ହଁ ଠିକ ଅଛି, 9ରେ କଟିଯିବ। 9 କେ 9 14 କେତେ? 9 × 72, 9 × 63। ତାପରେ 9 ପଞ୍ଚା 45। 25 × 2 = 50, 25 × 3 = 75। ମାନେ ଆଙ୍କର ଭିତରେ ରେସିଓ କେତେ? 2:3। ଆଙ୍କର ଆଉ ଆଙ୍କର ଭିତରେ ରେସିଓ କେତେ? 2:3। ଟାଇମ ଡିଫରେନ୍ସ କେତେ? 3 ବର୍ଷ। 3 ବର୍ଷ ଭିତରେ ରେସିଓ କେତେ ହେଇଛି? 2:3। ତାହେଲେ ଆଙ୍କ ଭିତରେ ବି ରେସିଓ ହେଇଥିବ କେତେ? ଆରେ ଆଙ୍କ ଭିତରେ ବି ରେସିଓ କେତେ ବାହାରିଲା? 2:3। ତାପରେ ଆଙ୍କ ଭିତରେ ଆଉ ଆଙ୍କ ଭିତରେ ରେସିଓ କେତେ ହେଇଯିବ? 2:3। ହଁ ନା ନାଇଁ? ଆରେ 3 ବର୍ଷ ଭିତରେ ରେସିଓ କେତେ ହେଇଛି? 2:3। ଆଙ୍କ ଭିତରେ ବି ରେସିଓ ହେଇଥିବ ହେଇ 2:3। ତାହେଲେ ପି ନାମକ ପଇସା ଏଇ 2:3 ରେସିଓରେ 4500 ଟଙ୍କା ହେଇଯାଇଛି। ତାହେଲେ 4500 କାହାର ଭାଲ୍ୟୁ ହବ? 3 ୟୁନିଟର ଭାଲ୍ୟୁ ହବ। ତାହେଲେ 4500 ହଉଛି କାହାର ଭାଲ୍ୟୁ? 3ର ଭାଲ୍ୟୁ। ଆମକୁ ଦରକାର ପ୍ରିନ୍ସିପାଲ କେତେ? 2। ଏଟା କର 2। 3ରେ କାଟିଲେ କେତେ? 15। 15 ଦୁଗୁଣେ କେତେ? 30। ଆଉ ଦିଟା ଶୂନକୁ ବସେଇ ଦିଅ ସିଧା ଅପସନ ବି। ନେକ୍ସଟ କ୍ୱେଶ୍ଚନ ଦେଖିଆ। The price of a petrol is increased by 25%. By how much percentage a consumer must reduce his consumption so that expenditure remains constant? Expenditure ତାର କଣ ରହିବ? କନଷ୍ଟାଣ୍ଟ ରହିବ। ପେଟ୍ରୋଲ ମୂଲ୍ୟକୁ 25% ବୃଦ୍ଧି ପାଇଛି। ଏଠି ଲେଖ ପ୍ରାଇସ୍ 25% ବୃଦ୍ଧି ପାଇଛି। 25% ର ଫ୍ରାକ୍ସନ ଭାଲ୍ୟୁ କେତେ? 25/100 ମାନେ କେତେ? 25/100 ମାନେ 4 ଥିଲା 5 ହେଇଯାଇଛି। 1/4। 4 ଥିଲା କେତେ ହେଇଯାଇଛି? 5 ହେଇଯାଇଛି ହେଲା। ତାହେଲେ କଞ୍ଜମ୍ପସନ କଣ କରିବ? ନା କଞ୍ଜମ୍ପସନ କଣ କରିବ? କଞ୍ଜମ୍ପସନ କେତେ ପଚାରିବ? ଯାହାଫଳରେ ତାର ଏକ୍ସପେଣ୍ଡିଚର ରେସିଓ କେତେ ରହିବ? 1:1 ହେଲା। 1:1 କରିବା ପାଇଁ କଣ କରିବା? ନା ଏଇଠି 5ଟେ ଗୁଣିଦବା, ଏଇଠି 4ଟେ ଗୁଣିଦବା ହେଲା। ତାହେଲେ ସେ କେତେ କମେଇଲା? 1 ୟୁନିଟ କମେଇଲା। ତା ଅପେକ୍ଷା 5 ଅପେକ୍ଷା 1 ୟୁନିଟ କମେଇଲା କେତେ? 5 ଇଣ୍ଟୁ 100 20%। କେତେ କେତେ ରିଡ୍ୟୁସ କର? 20%। ନେକ୍ସଟ କ୍ୱେଶ୍ଚନ ଦେଖେ। A sum of 7,000 is divided among A, B, C. A receives half of what B receives ହେଲା। 7,000 ଟଙ୍କାକୁ A, B, C ଙ୍କ ମଧ୍ୟରେ ଏମିତି ଭାଗ କରାଗଲା ଯେମିତି A, B ର ଅଧା ପାଇବ ହେଲା। A B ର ଅଧା ପାଇବ ଏବଂ B C ର ଅଧା ପାଇବ। ତାହେଲେ C ର ଭାଗ କେତେ ହବ? ତ ଦେଇଛି ନା A B ର ଅଧା ପାଇବ ମାନେ A is equal to half of B ହେଲା। ତାହେଲେ A by B କେତେ ହବ? 1/2। A is equal to half of B ମାନେ A B ର ଅଧା ପାଇବ ମାନେ A is equal to half of B ମାନେ A by B କେତେ ହବ? 1/2। ପୁଣି କଣ? B is equal to half of C ତାହେଲେ B by C ର ରେସିଓ କେତେ ହେବ? 1/2। ଏବେ ଲେଖ ରେସିଓ ଲେଖ ଏଟା A B C। A B ଭିତରେ ରେସିଓ କେତେ? 1:2। B ଭିତରେ C ଭିତରେ ରେସିଓ କେତେ? 1:2। ଏଇଠି 2, ଏଇଠି 1। 2 ଦୁଗୁଣେ 4, 2 କେ 2, 1 କେ 1। 7,000 ଟଙ୍କା କାହାର ଭାଲ୍ୟୁ ତାହେଲେ? ଏମିତି 3 ଜଣଙ୍କର ଭାଲ୍ୟୁ, 3 ଜଣଙ୍କର ମିଶେଇକି 7,000 ଟଙ୍କା। 4 2 6 1 7। 7,000 କାହାର ଭାଲ୍ୟୁ? 7 ର ଭାଲ୍ୟୁ। ଏଇଥିରେ ଆମେ ବାହାର କରିବା କଣ? C। C ଇକ୍ୱାଲ୍ କେତେ ହବ? C ର ୟୁନିଟ୍ କେତେ? 4। 4 ଅପସନ D। ନେକ୍ସଟ କ୍ୱେଶ୍ଚନ ଦେଖିବା। If 10 men or 20 boys can complete a work in 13 days, in how many days? ହେଲା। In how many days can 24 men and 17 boys complete the same work?
ଯଦି 10 ଜଣ ପୁରୁଷ କିମ୍ବା 20 ଜଣ ବାଳକ ଏକ କାମକୁ 13 ଦିନରେ ଶେଷ କରିପାରନ୍ତି, ତେବେ 24 ଜଣ ପୁରୁଷ ଏବଂ 17 ଜଣ ବାଳକ ମିଶି ସେଇ କାମକୁ କେତେ ଦିନରେ ଶେଷ କରିବେ? 10 ଜଣ ପୁରୁଷ କିମ୍ବା 20 ଜଣ ବାଳକ, ମନେକର 10 ଜଣ ମେନ୍, କେତେ କେତେ ଦିନରେ କାମ କରିବେ? 13 ଦିନରେ। ପୁଣି ଆଉ କଣ ହବ ନା 20 ଜଣ ବାଳକ କେତେ ଦିନରେ କାମ କରିବେ? ସେଇ 13 ଦିନରେ। ହେଲା, 13 କୁ 13 କଟିଗଲା, ଶୂନକୁ ବି ଶୂନ କଟିଗଲା। ତାହେଲେ ମେନ୍ ର ଭାଲ୍ୟୁ ବାଇ ବୟ ର ଭାଲ୍ୟୁ, ମାନେ ମେନ୍ ର ସିଓ କେତେ ହବ? 2। ମାନେ ସବୁବେଳେ କଣ ପଡିଶାର ପସନ୍ଦ ଆସିଥାଏ, ତେଣୁ ମେନ୍ ର ଭାଲ୍ୟୁ କେତେ ହବ? 2। ହେଲା, ମେନ୍ ର ଭାଲ୍ୟୁ ପ୍ରକୃତରେ ଏଇଟା, ଆଉ ବି ର ଭାଲ୍ୟୁ 1। ଏ ମେନ୍ ର ଭାଲ୍ୟୁ କେତେ ହବ? 2, ଆଉ ବି ର ଭାଲ୍ୟୁ କେତେ ହବ? 1। ଏଟାକୁ କଣ କହନ୍ତି? ମ୍ୟାନ୍ ର ଏଫିସିଏନ୍ସି। ଏଟାକୁ କଣ କହନ୍ତି? ବୟ ର ଏଫିସିଏନ୍ସି। ମାନେ ମ୍ୟାନ୍ ର ଏଫିସିଏନ୍ସି ହେଲା 2, ଆଉ ବୟ ର ଏଫିସିଏନ୍ସି କେତେ ହେଲା? 1। ଟୋଟାଲ ୱାର୍କ ବାହାର କର। ଟୋଟାଲ ୱାର୍କ କେତେ? ଟୋଟାଲ ୱାର୍କ ତମେ ତମେ ମ୍ୟାନ୍ ଜାଗାରେ ଏଇଠି ଏଇଠି ବୟ ଜାଗାରେ 1 ପକେଇ ପାରିବ, କିମ୍ବା ଏଇଠି ମ୍ୟାନ୍ ଜାଗାରେ ତମେ 2 ପକେଇକି ଟୋଟାଲ ୱାର୍କ ବାହାର କରିପାରିବ। ଟୋଟାଲ ୱାର୍କ ବାହାର କର, ମାନେ 10 ଇଣ୍ଟୁ ମ୍ୟାନ୍ ଜାଗାରେ ମ୍ୟାନ୍ ର ଏଫିସିଏନ୍ସି କେତେ? 2 ଇଣ୍ଟୁ 2 ଇଣ୍ଟୁ କେତେ? 13। କେତେ ହେଲା? 260। ତାରେ କଣ ଦେଇଛି ନା ଟୋଟାଲ ଟାଇମ ଇଜ ଇକାଲ ଟୁ କେତେ ହବ? ୱାର୍କ ଅଫ ଏନ୍ ଏଫିସିଏନ୍ସି। ୱାର୍କ କେତେ? 260 ବାଇ ଏଫିସିଏନ୍ସି ବାହାର କର। ୱାର୍କ ଅଫ ଏନ୍ ଏଫିସିଏନ୍ସି, ଏଫିସିଏନ୍ସି କିନ୍ତି ବାହାର କରିବା? ୱାର୍କ ଅଫ ଏନ୍ ଏଫିସିଏନ୍ସି ଇନ୍ ହାଉ ମେନି ଡେଜ୍? ଟାଇମ ଇଜ ଇକାଲ ଟୁ କେତେ ହବ ନା 24 ମେନ୍ 24 ମେନ୍ ମିଶାଣ କଣ ଦେଇଛି? 17 22। 17 22 260 ବାଇ 24 ମେନ୍, ମେନ୍ ମାନେ କେତେ? ଏଫିସିଏନ୍ସି କେତେ? 2 24 ଦୁଗୁଣେ କେତେ? 48। ମିଶାଣ 17 ବାଇ 17 କେ 17, 260 ବାଇ କେତେ ହବ? କେତେ ହବ ଏଟା? 7 4 1 5 1 6, 65। ହେଲା, ଆଗକୁ କାଟିଲେ କେତେ ହବ? 65 5 କୁ ଯୋଡି, ଦେଖ ଏଠି ଏଟା 36 ହେଇଯାଉଛି, 6 ସନ୍ତା 42 ହେଇଯାଉଛି, 5 କୁ 30 ହେଇଯାଉଛି, କିମ୍ବା 6 କୁ 24 ହେଇଯାଉଛି। ତାହେଲେ ଏଟା କେତେ ହବ? 4 ଅପସନ ଏ। नेक्स्ट क्वेश्चन देखिए, a student multiplies a number of 3 by 5 instead of 5 by 3. Find the percentage error in the calculation. ଜଣେ ଛାତ୍ର ଗୋଟିଏ ସଂଖ୍ୟାକୁ 5/3 ବଦଳରେ ଭୁଲରେ ସେ 3/5 ଗୁଣିଲା, ତାହେଲେ ତାର ଗଣନାର କେତେ ପ୍ରତିଶତ ତ୍ରୁଟି ହେବ? ଦେଖ କେମିତି ବାହାର କରିବା। ଜଣେ ଛାତ୍ର ଗୋଟିଏ ସଂଖ୍ୟାକୁ 5/3 ଗୁଣିବା କଥା, ମାନେ କରେକ୍ଟ କେତେ ହବ? କରେକ୍ଟ କଣ କରିବା? ତାକୁ କଣ କରିବାର ଥିଲା? କରେକ୍ଟ ଆନ୍ସର କେତେ ହବା କଥା? ମାନେ ଏକ୍ସ ରେ ସେ ଗୁଣିବା କଥା କେତେ? 5/3। ହେଲା, କିନ୍ତୁ ସେ ରଙ୍ଗ କେତେ କଲା? ରଙ୍ଗ କଣ କଲା ଦେଖ, ଭୁଲ କଣ କଲା ନା ସିଏ ଏକ୍ସ ରେ କେତେ ଗୁଣିଦେଲା? 3/5 ଗୁଣିଦେଲା। ହେଲା, ଗୁଣିଆ କଥା 5/3, ଗୁଣିଦେଲା କେତେ? 3/5। ତାହେଲେ ଏଇଟା କେତେ ହେଇଗଲା? 5x/3। ଏଇଟା କେତେ ହେଇଗଲା? 3x/5। ଏବେ କଣ କରିବା ନା ଏବେ ଏଇଟା କଣ ଅଛି? ଫ୍ରାକ୍ସନ ରେ ଅଛି, ତାକୁ ସିଙ୍ଗଲ ଭାଲ୍ୟୁରେ କନଭର୍ଟ କରିବା। ଏଇଠି ଗୁଣ 15, ଏଇଠି ଗୁଣି ଦିଅ 15। 3 5 15, 25x, 5 3 15, 9x। କେତେ ଡିଫରେନ୍ସ ଆସିଲା? 16x। କାହା ଉପରେ? 25x ଉପରେ। ଇଣ୍ଟୁ କଣ କରିବା? 100, x କୁ x କଟିଗଲା, 25 ଚଉକୁ 100, 16 ଚଉକୁ 64%, ଅପସନ ସି। नेक्स्ट क्वेश्चन देखिए, if the diagonal of a cube is 6√3 सेमी, find its total area। total area କେତେ? କ୍ୟୁବ ମାନେ କଣ? ଘନ। ଘନର କଣ? ପ୍ରତି ବାହୁ ସମାନ। ଆଉ ଘନ ନାଇଁ, ଘନ ଚିତ୍ର ଏଇଠି ଦେଖ, ହେଲା, କ୍ୟୁବ କ୍ୟୁବ ଚିତ୍ର। ହେଲା, ତାକୁ କଣ କହନ୍ତି? କ୍ୟୁବ। କ୍ୟୁବ ମାନେ କଣ? କ୍ୟୁବ ର ପ୍ରତି ଏପଟେ ସେପଟେ ହେଇଗଲା।
ମୋର ଚିତ୍ର ଧରିକି ଆସୁଛି ରେ କଣ ଏପଟେ ସେପଟେ ହେଇଗଲା। ଗୋଟେ ଆଣୁଛି ହେରି ମାନେ ସେପ୍ ଟା ଆଣୁଛି ହେରି। ତ ଏଇଟା ତମର କଣ କ୍ୟୁ ହେଲା। ଏଇଠି ଏଇଠିକି ଆଡଜଷ୍ଟ କରିଦବ ଏଇଟା କ୍ୟୁ ବୋର୍ଡ ଭଳିଆ ହେଇଯାଇଛି ଏଇଟା କ୍ୟୁ ହେଲା। କ୍ୟୁ ଏମିତି ଦେଖିବାକୁ ଏଇଠି ମୁଁ ଆଉଥରେ ଭଲରେ ଡ୍ର ବି କରିଦେଇଛି ଏଇ ଟାଇପ ର ହେଲା। ଏଇଟାକୁ କୁହନ୍ତି କ୍ୟୁ। ତ ଚିତ୍ର ତ ହଉନି ଏତେ ହେଲା। ତ ତମେ ଟିକେ ଆଡଜଷ୍ଟ କର ଚିତ୍ର ତ ହଉନି ହାତରେ ହେଲା। ଯେହେତୁ ଡିଜିଟାଲ ବୋର୍ଡ ଏଇଟା କଣ କହନ୍ତି କ୍ୟୁ ହେଲା। କ୍ୟୁବ ର କଣ ଦେଇଛି ଦେଖ ଡାଇଗୋନାଲ କେତେ 6√3। କ୍ୟୁ ମାନେ କଣ? କ୍ୟୁ ମାନେ କଣ ଇଏ ପ୍ରତି କଣ ବାହୁ ସମାନ ମାନେ ଏଇଟା ଯେତିକି ଏପଟ ଯେତିକି ଏପଟ ଯେତିକି ଏପଟ ସେତିକି ଏପଟ ଯେତିକି ଏପଟ ସେତିକି ସବୁଆଡେ ସେତିକି। ତାହେଲେ ଏଇଟା କଣ ହବ? ତାହେଲେ ସବୁ ସାଇଡ କେତେ ହବ ଏ ମାନେ ଏଇଟା ଏ ହେଲେ ଏଇଟା ବି ଏ ହେଲା। ଏ ଭିତର ବି ଏ ବାହାର ଏ ସବୁଆଡେ ତାର ସାଇଡ କେତେ ହେଇଯିବ ଏ। ଏଇଟା ବି ଏ ଏତିକ ବି ହେଇଯିବ ଏ ଏତିକ ଏତିକ ବି ହେଇଯିବ ଏ ହେଲା। ସରି ଏତିକ ବି ହେଇଯିବ ଏ ସବୁ ତା ସବୁ ଯାକ ସାଇଡ କଣ ହେଇଯିବ ଏ। ଏଇଟା ତମର ଏମିତି ଗାରଟେ ଥିଲା ତା ସବୁ ଯାକ ସାଇଡ କଣ ହେଇଯିବ ଏ। ତାର କଣ ଡାଇଗୋନାଲ 6√3। ଏଇଠି ଗୋଟେ ଡାଇଗୋନାଲ ଡ୍ର କରିବା। ଏଇଠି ଗୋଟେ ଡାଇଗୋନାଲ ଡ୍ର କରିବା। ଦେଖ ଏଇଠି ଗୋଟେ ଏମିତି ଆମେ ଡାଇଗୋନାଲ ଡ୍ର କରିବା। ଏଇଟାକୁ କୁହନ୍ତି ଡାଇଗୋନାଲ। ତମେ ରୁମ ରେ ବସିଥିବ ରୁମ ରେ ଗୋଟେ କଣକୁ ଆଉ ଗୋଟେ କଣ ଗୋଟିଏ କୋଣରୁ ଅପୋଜିଟ କୋଣ ହେଲା। ତମେ ରୁମ ରେ ବସିଥିବ ଏଇଟା ଫିଲ୍ କରିପାରିବ ଗୋଟେ କୋଣରୁ ଅପୋଜିଟ କୋଣ ରୁମ ଟା ଗୋଟେ କ୍ୟୁବ ହେଇପାରିବ ହେଲା। ଗୋଟିଏ କୋଣରୁ ଅପୋଜିଟ କୋଣ ଏଟାକୁ କଣ କୁହନ୍ତି ଡାଇଗୋନାଲ। ଆର ଭାଲ୍ୟୁ କେତେ 6√3 ହେଲା। ଏ ଡାଇଗୋନାଲ ଭାଲ୍ୟୁ କେତେ ଦେଇଛି ଆର ଭାଲ୍ୟୁ କେତେ ନା 6√3 ହେଲା। ଦେଖ ଡାଇଗୋନାଲ ଭାଲ୍ୟୁ କେମିତି ବାହାର କରିବା ଦେଖ ଏଇଟା ଏ ହେଲା। ଏଇଟା ଯଦି ଏ ଏଇଟା ବି ହବ ଏ ହେଲା। ଏଇଟା ବି ହେଇଯିବ ଏ ଏଇଟା ବି ହେଇଯିବ ଏ ଏଇଟା ବି ମୁଁ ଲେଖିଛି ଏ ହେଲା। ତାହେଲେ ଏଇଟା କଣ ଗୋଟେ ହେଇଗଲା ବର୍ଗଚିତ୍ର ସବୁଆଡେ ଏ ଚାରିଟାକ ବାହୁ ସମାନ ଚାରିଟାକ ବାହୁ ସମାନ ହେଇଗଲା ମାନେ କଣ ହେଇଗଲା ବର୍ଗଚିତ୍ର। ବର୍ଗଚିତ୍ର କର୍ଣ୍ଣ ସୂତ୍ର କଣ √2a। ବର୍ଗଚିତ୍ର କର୍ଣ୍ଣ ସୂତ୍ର କଣ √2a। ତାହେଲେ ଏଇଟା କେତେ ହେଇଗଲା ଏଇଟା କଣ ହେଇଗଲା ଏଇଟା ହେଇଗଲା √2a। ଯଦି ଏଇଟା √2a ତାହେଲେ ଏଇଟା କେତେ ହେଇଯିବ ଏ ହେଲା। ତାହେଲେ ଏଇଟା ଗୋଟେ କଣ ସମକୋଣୀ ତ୍ରିଭୁଜ ଏଇଟା 90 ଡିଗ୍ରୀ ଏଇଟା ଗୋଟେ ସମକୋଣୀ ତ୍ରିଭୁଜ। ତାହେଲେ ଏଇଟା କେତେ ହେଇଯିବ ଏ ଏଇଟା √2a। ତାହେଲେ ସମକୋଣୀ ତ୍ରିଭୁଜର କଣଟା ପାଇଥାଗୋରାସ ଥିଓରମ ପରେ ପାଇଥାଗୋରାସ ଥିଓରମ ଭାଲ୍ୟୁ କଣ ନା ଏଇଟା ଏ ସ୍କୋୟାର ମିଶ୍ରଣ √2a² ଇଜିକାଲ ଟୁ ଏଇଟା ଏ କର୍ଣ୍ଣଟା ଇଜିକାଲ ଟୁ କେତେ ହେଇଯିବ ନା ଏ ସ୍କୋୟାର ମିଶ୍ରଣ √2a² ଇଜିକାଲ ଟୁ କେତେ ହେଇଯିବ √3a² ହେଲା। ଇଜିକାଲ ଟୁ କେତେ ହେଇଯିବ ଏ କର୍ଣ୍ଣଟାର ସ୍କୋୟାର। ଏ କର୍ଣ୍ଣଟା ମନେକର ନେଇଛ x ଇଜିକାଲ ଟୁ କେତେ ହେଇଯିବ x ର ସ୍କୋୟାର। ମାନେ ଏମିତି ମୁଁ ଡାଇରେକ୍ଟ ଲେଖୁଛି ଏଇଠି ଏଇଟା ଗୋଟେ ସମକୋଣୀ ତ୍ରିଭୁଜ ଏଇଟା ଏ ଏଇଟା √2a ଏଇଟା ହଉଛି x ତାହେଲେ ଏଇଟା ନେଇଯାଅ x²। ତାହେଲେ a² ମିଶ୍ରଣ √2a² a² କେତେ ହେଇଗଲା √2a²a²। ସରି ଏଇଟା √2a ର ହୋଲ ସ୍କୋୟାର ହବନି କି √2a ର ହୋଲ ସ୍କୋୟାର ହେଲା। √2a ର ହୋଲ ସ୍କୋୟାର ତାହେଲେ √2a ର a² ଏଇଠି a² ରହିଲା √2a ର ହୋଲ ସ୍କୋୟାର କେତେ 2a² ଇଜିକାଲ ଟୁ କେତେ ହେଇଗଲା x²। a²x² 2a² ମିଶ୍ରଣ a² କେତେ ହେଲା 3a² ଇଜିକାଲ ଟୁ କେତେ ହେଇଗଲା x²। ଏଇଟା କଣ ଡାଇଗୋନାଲ ତାହେଲେ x ର ଭାଲ୍ୟୁ କେତେ ହେଇଗଲା ତାହେଲେ ଡାଇଗୋନାଲ କେତେ ହେଇଗଲା √3 ଏ ଏଇ √3 ର ଭାଲ୍ୟୁ କେତେ ଦେଇଛି 6√3 ତାହେଲେ √3 ଇଜିକାଲ ଟୁ କେତେ 6√3 ଏ ଇଜିକାଲ ଟୁ କେତେ 6। କଣ ପଚାରିଛି ଟୋଟାଲ ସରଫେସ ଏରିଆ। ଟୋଟାଲ ସରଫେସ ଏରିଆ କାର କ୍ୟୁବ ର ଟୋଟାଲ ସରଫେସ ଏରିଆ ଅଫ କ୍ୟୁବ ଇଜିକାଲ ଟୁ କେତେ ନା 6a² ହେଲା। ମାନେ 6 ଇଣ୍ଟୁ କେତେ 6 ର ସ୍କୋୟାର 36 216 ଅପସନ ସି ହେଲା। ନେକ୍ସଟ क्वेश्चन ଦେଖିବା। Find the average of all multiple
ହବ 5 ଫ୍ରମ୍ କେତେ 10 ଟୁ 100। 10 ଟୁ 80 ଭିତରେ ଥିବା ସମସ୍ତ 5ର ସମସ୍ତ ଗୁଣିତକର ହାରାହାରି କେତେ? 10 ରୁ 80 ଭିତରେ ଥିବା 5ର ସମସ୍ତ ଗୁଣିତକର ହାରାହାରି କେତେ? ଆଗ ବାହାର କର 5ର ସମସ୍ତ ଗୁଣିତକ, ଯୋଉଟା 10 ରୁ 80 ଭିତରେ ରହିବ। 5ର ପ୍ରଥମ ଗୁଣିତକ କୋଉଟା, ଯୋଉଟା 10 ପରେ ଆସିବ 15। ତାହେଲେ ପ୍ରଥମ ଆସିବ କେତେ 15, ତାପରେ ଆସିବ 20, ତାପରେ ଆସିବ 25। ଏମିତି ହେଇ ହେଇ ଆମେ କୋଉ ଯାକେ ଯିବା? 75 ଯାକେ। ଆଉ ଯିବ କି 80 ର ତଳକୁ 80 ରୁ ପଛକୁ ଯିବା ଦରକାର 75 ଯାକେ ହେଲା। ତାପରେ କଣ ଦେଇଛି ଆଭରେଜ। ଆଭରେଜ ବାହାର କରିବା କଣ? ଆଭରେଜ କେମିତି ବାହାର କରିବା? ପ୍ରଥମ ଆଭରେଜ ବାହାର କରିବା, ତମେ ଜାଣିଥିବ ଆଭରେଜ ଇଜ ଇକ୍ୱାଲ ଟୁ ସମ୍ ଇନଟୁ ସମ୍ ଅଫ ନମ୍ବର ହେଲା। ତ ସବୁ ଯାକ ମିଶେଇବ ବାଇ ଟୋଟାଲ ନମ୍ବର ବି ବାହାର କରିବ ହେଲା। ଏଟା କଣ କୁହନ୍ତି ଆଭରେଜ, ଏଟା କୁହନ୍ତି ବେସିକ ମେଥଡ। ତମେ ଚାହିଁଲେ ବାହାର କରିପାରିବ ହେଲା। ଆଗ ସବୁ ଜାଗା ମୁଁ ନହେଲେ କରିଦଉଛି ବେସିକ ମେଥଡ କେମିତି ହଉଛି, ତାପରେ ସଠିକରେ ବି ବାହାର କରିଦେବି ହେଲା। ଆଭରେଜ କେମିତି ବାହାର କରିବା? ସମ୍ ଅଫ ନମ୍ବର, ଆଭରେଜ ଇଜ ଇକ୍ୱାଲ ଟୁ କେତେ ସମ୍ ଅଫ ନମ୍ବର, ଟୋଟାଲ ନମ୍ବର ବାହାର କରିବା। ଟୋଟାଲ ନମ୍ବର କେତେ? ଟୋଟାଲ ନମ୍ବର କେତେ ବାହାର କରିବା? ନା ନମ୍ବର ବାହାର କରିବା ଫର୍ମୁଲା କଣ? ନା ନମ୍ବର ଟୋଟାଲ ନମ୍ବର ଇଜ ଇକ୍ୱାଲ ଟୁ ଏନ୍ ବାହାର କରିବା କେମିତି? ନା ଏନ୍ ଇଜ ଇକ୍ୱାଲ ଟୁ ପ୍ରଥମ ନମ୍ବର ହେଲା, ମାନେ 75 ମାଇନସ 15 ବାଇ 20 ମାଇନସ 15, 20 ମାଇନସ 15 ମିଶ୍ରଣ 1। 75 ରୁ 15 ଗଲେ କେତେ? 60 ବାଇ 5 ମିଶ୍ରଣ 1 ବୁଝିଗଲୁ କେତେ? 13। ତାହେଲେ ଏ ଟୋଟାଲ ଟର୍ମ କେତେ? ଏଇଟା କୁହନ୍ତି ଟର୍ମ। ଏନ କଣ କୁହନ୍ତି? ଟୋଟାଲ ନମ୍ବର ମାନେ ଟର୍ମ। ତାହେଲେ ଏନ କେତେ? 13ଟା। ଏନ କେତେ? 13। ଏଠି ଲେଖ ଆଭରେଜ ଇଜ ଇକ୍ୱାଲ ଟୁ କେତେ? ବାଇ 13 ଏଠି ଲେଖିଦବ। ବାଇ ସମ୍ ମାନେ 15 ମିଶ୍ରଣ 20 ମିଶ୍ରଣ 25 ଏମିତି ହେଇ ମିଶ୍ରଣ 75 ହେଲା। ସମ୍ କେମିତି ବାହାର କରିବ? ସୂତ୍ର ତମେ ପଢିଥିବ କଣ? ନା ସୂତ୍ରଟା କଣ? ନା n by 2 whole into 2a ମିଶ୍ରଣ n minus 1 whole into t by 13। ଏଟା ଏପିଜିବି ରେ ପଡିଥିବ। n କେତେ? n ର ଭାଲ୍ୟୁ ହଉଛି 13, ନମ୍ବର ଅଫ ଟର୍ମ କେତେ? 13 by 2 whole into 2 into a, 2 into a ମାନେ ପ୍ରଥମ ଟର୍ମ 15 ଦୁଗୁଣ କେତେ? 30 ମିଶ୍ରଣ n minus 1, n କେତେ? 13 minus 1 କେତେ? 12, d କେତେ? d ହଉଛି ଡିଫରେନ୍ସ, ଡିଫରେନ୍ସ କେତେ? 20 ରୁ 15 ଗଲେ କେତେ? 5 ହେଲା। 13 by 2 ହେଲା 30, 12 5 60 କେତେ ହଉଛି? 30 60 90, ଦୁଇରେ କାଟିଲେ କେତେ? 45 ବାଇ 13। ମାନେ 13 ଇଣ୍ଟୁ 45 ବାଇ 13, 13 କଟିଗଲା, ଆନ୍ସର କେତେ ବାହାରିବ? 45। ତାହେଲେ ଆଭରେଜ କେତେ? 45। ଏଟା ଥିଲା ବେସିକ। ଏବେ ଘରେ ବାହାର କରିବା ସର୍ଟ। ମୁଁ କହିଥିଲି ଦିଟା ଟ୍ରିକରେ ବତେଇବା, ଏବେ ଘରେ ବାହାର କରିବା ସର୍ଟ ଟ୍ରିକ। ସର୍ଟ ଟ୍ରିକ କେମିତି ବାହାର କରିବା ଦେଖ। ସର୍ଟ ଟ୍ରିକରେ ବାହାର କରିବାର ଆଭରେଜ ହଉଛି କେମିତି ମନେ ରଖିଥାଉ। ଯଦି ତମେ ସର୍ଟ ଟ୍ରିକରେ ବାହାର କରିବାକୁ ଚାହୁଁଛ କଣ କରିବ? ନା ପ୍ରଥମ ନମ୍ବର ମିଶାଣ, ମାନେ ସରି, ଏଇଟା ପ୍ରଥମ ନମ୍ବର ମିଶାଣ ଲାଷ୍ଟ ନମ୍ବର ବାଇ 2 ମାନେ 75 ମିଶାଣ 15 ବାଇ 2 ହେଲା। 75 15 ମିଶିଲେ କେତେ? 90 ବାଇ 2 45। ଅପସନ ବି ହେଲା। ଡାଇରେକ୍ଟ ଆଭରେଜ ବାହାରିବ। ଦିଟା ମେଥଡ ବତେଇଲି, ଯୋଉଟା ଚାହିଁବେ କହିପାରିବ। A dealer buys a product of 15 for 1500 and marks it up by 20%. If he sell allowing a discount of 10%, find his actual profit in rupees। ଜଣେ ବ୍ୟବସାୟୀ 1500 ଟଙ୍କାର ଏକ ବସ୍ତୁ କିଣି ତାର ମୂଲ୍ୟକୁ 20% ବଢାଇ ଲେଖନ୍ତି। ଯଦି ସେ ଏହାକୁ 10% ରିହାତି ଦେଇ ବିକ୍ରି କରନ୍ତି, ତେବେ ତାଙ୍କର ପ୍ରକୃତ ଲାଭ କେତେ ଟଙ୍କା? 10% ଡିସକାଉଣ୍ଟ ଦେଇକି କଣ ବିକ୍ରି କରେ। ଆଗ ଦେଖ ତାହେଲେ କଷ୍ଟ ପ୍ରାଇସ୍ କେତେ ହବ? 1500 ଟଙ୍କା। ମାର୍କ ପ୍ରାଇସ୍ କେତେ? 20% ବଢେଇଲା ମାନେ 1500, 120 ର ଭ୍ୟାଲ୍ୟୁ ବଢେଇଲା କେତେ? 20% ବଢେଇଲା, ସରି 100 ବାର ଭ୍ୟାଲ୍ୟୁ। କଷ୍ଟ ପ୍ରାଇସ୍ 100 ର ଭ୍ୟାଲ୍ୟୁ ବଢେଇଲା କେତେ? 20% ବଢେଇଲା ମାନେ 120 ର ଭ୍ୟାଲ୍ୟୁ। 15 into 12 କେତେ ହବ?
15 କୁ 12 କଲେ 15 ଦୁଗୁଣେ 30, 15 କେ 15 ତିନି 18 ମାନେ କେତେ 1800। ଡିସକାଉଣ୍ଟ ଦେଲା 10%, ତାହେଲେ ସେଲିଂ ପ୍ରାଇସ୍ କେତେ ହେଲା 1800 ଇଣ୍ଟୁ କେତେ 90/100। 10% ଡିସକାଉଣ୍ଟ ଦେଲା 100 ର ଭ୍ୟାଲୁ 58 କେତେ 162। 1620 ଟଙ୍କା ହେଲା ପ୍ରଫିଟ୍। 1620 ଟଙ୍କା ତାର ସେଲିଂ ପ୍ରାଇସ୍ ହେଲା, ତାର ପ୍ରଫିଟ୍ କେତେ ହେଲା 120 ଟଙ୍କା। ତାହେଲେ ପ୍ରଫିଟ୍ କେତେ ହେଲା 1620 ମାଇନସ 1502 ହେଲା 120। Next question here. The speed of a train is 90 km per hour. How much distance will it cover in 25 seconds? 25 ସେକେଣ୍ଡରେ ତାହେଲେ ସେ କେତେ ଡିଷ୍ଟାନ୍ସ କଭର କରିବ? ट्रेन 90 के केते 90 किलोमीटर पर घंटा ହେଲା 90 किलोमीटर पर हावर ମୁଁ କହିଥିଲି ଏଟା ସେକେଣ୍ଡରେ ଦେଇଛି ଆକୁ ମିଟର पर ସେକେଣ୍ଡରେ କରିବା। ଯଦି ମିଟର पर ସେକେଣ୍ଡରେ କରିବା ମାନେ ବଡ ସାନକୁ ଯିବା ତାହେଲେ କଣ କରିବା 5/8 ରୁ ଗୁଣିଆ ମାନେ ଛୋଟ ସଂଖ୍ୟାଟା ଆଗ ରହିବ। ମାନେ 90 ଟାକୁ ଆମେ କଣ କରିବା କିଲୋମିଟର ପ୍ରତି ଘଣ୍ଟାରୁ ଆମେ ମିଟର पर ସେକେଣ୍ଡ ଯିବା ମାନେ କଣ କରିବା 5/18 କେତେ ବାହାରିଲା 25 ମିଟର पर ସେକେଣ୍ଡ। ଟାଇମ କେତେ ଦେଇଛି ଏଟା ବାହାରିଲା ସ୍ପିଡ। ଟାଇମ କେତେ डिस्टेंस ର ଫର୍ମୁଲା କଣ ସ୍ପିଡ ଇନ ଟାଇମ 25 ଇଣ୍ଟୁ 125 କଣ ମିଟର ଅପସନ ସି। द एलसीएम ऑफ टू नंबर इज 48 है ना। दुईटा नंबर एलसीएम केते 48। द नंबर आर इन द रेशियो 2:3 फाइंड द सम ऑफ द एलसीएम केते 48। दुईटा नंबर रेशियो केते ना ए आउ बी ए दुईटा रेशियो केते ना ये 2x हेले ये 3x है ना। x नहीं 2:3 नहीं ହେଲା 2:3 ତାଙ୍କର ଏଲସିଏମ। ଏଲସିଏମ ମାନେ କଣ ଏ ଦି ଜଣ ଗୁଣନଫଳ ମାନେ 6 ୟୁନିଟ ର ଭ୍ୟାଲୁ କେତେ 48 ହେଲା। ତାପରେ 1 ୟୁନିଟ ର ଭ୍ୟାଲୁ କେତେ ହେଲା 8 ହେଲା। ଏ ଦି ଜଣଙ୍କ ମିଶ୍ରଣ ଫଳ କେତେ 5 ତାହେଲେ 5 ୟୁନିଟ ର ଭ୍ୟାଲୁ କେତେ ହବ 40। ଅପସନ ସି। √3 is equal to କେତେ 1.732 if √3 is equal to 1.732 then find the value of √3 minus 1 1 by √3 minus 1 1 by minus 1 କେତେ ହବ ଏଟା 1 by √3 value ଏତିକି √3 minus 1 ମାନେ କେତେ ହବ ଏଟା 1.732 ମାନେ କେତେ 0.732। ଏଇଟା କଣ କରିବା ଏଇଟା ହର ଆଉ କିଛି ବାଟ ନାହିଁ ମାନେ 1 by କେତେ ହବ 1 by 1000 ସରି 732 by 1000 1000 ଉପରକୁ ଗଲେ କେତେ ହେଇଯିବ 1000 by 732 ହେଲା। ତମେ ଏଇଟା ଚେକ୍ କରିବ ତାର ଅପସନ ହବ ଏଇଟା ଯଦି କରିବ ତାର ଅପସନ ହବ 13.66 1.366 ହେଲା। ତମେ ଏଇଟା ଚେକ୍ କରିପାରିବ। In a town 40% of the population is female ହେଲା and 70% of the male are married. If 40% of the total population is married find the percentage of married males। ତାହେଲେ married males କେତେ ଦେଖ କିନ୍ତୁ ବାହାର କରିବା। ଏକ ସହରରେ ମୋଟ ଜନସଂଖ୍ୟା କେତେ 40% ଅଛନ୍ତି ମହିଳା ଏବଂ 70% ହଉଛି ବିବାହିତ ମହିଳା ବିବାହିତ। ଯଦି ସହରରେ ମୋଟ ଜନସଂଖ୍ୟାର 40% ବିବାହିତ ହୁଅନ୍ତି ତେବେ ବିବାହିତ ପୁରୁଷଙ୍କ ପ୍ରତିଶତ କେତେ ଟୋଟାଲ ପପୁଲେସନ ନେଇଯିବ 100। 100 ହେଲା। ତାହେଲେ ଏଥିରେ ମେଲ କେତେ ଏଇଠି ଲେଖିଥିବ ଫିମେଲ ଏଇଠି ଲେଖିଥିବ ମେଲ। ଫିମେଲ କେତେ ଆମର ଦେଇଛି ଫିମେଲ ଦେଇଛି 70 40%। ତାହେଲେ ଏଇଟା ଇଏ କେତେ ହେଇଯିବ 40 ହେଲା। ମେଲ କେତେ ହେଇଗଲା 60 ଏଇଟା x ନେଇଯାଅ ସବୁଠୁ ଭଲ ହବ ଏଇଟା x 40x 60x ହେଲା। ଟୋଟାଲ ପପୁଲେସନ ମନେକର 100x ଯେହେତୁ 40% ଫିମେଲ ତାହେଲେ 40x ହଉଛି ଫିମେଲ ମେଲ କେତେ 60x
ଏଇଥିରୁ କଣ ନା 70% ଫିମେଲ ଆର ମ୍ୟାରିଡ, ଏଥିରୁ ମ୍ୟାରିଡ ବି ଅଛନ୍ତି ମାନେ ଯେ ବିବାହିତ। ମ୍ୟାରିଡ କେତେ 70%, 40 70% କେତେ 40x ଇଣ୍ଟୁ 70 ବାଇ 100, 28x। ମ୍ୟାରିଡ ତାହେଲେ କେତେ ଫିମେଲ ନା 28x। ତାର ଟୋଟାଲ ମ୍ୟାରିଡ କେତେ 40%। ଟୋଟାଲ ମ୍ୟାରିଡ କେତେ ସେ ଦେଇଛି, ଟୋଟାଲ ମ୍ୟାରିଡ କେତେ 40%। ଟୋଟାଲ ମ୍ୟାରିଡ ଏଠି ଲେଖୁଛି, ଟୋଟାଲ ମ୍ୟାରିଡ ଇଜିକାଲ ଟୁ କେତେ 100 ର 40% ମାନେ 100x ଇଣ୍ଟୁ 40/100 କେତେ 40x। ସେ ଦେଇଛି ଟୋଟାଲ ପପୁଲେସନ ମ୍ୟାରେଜ ହଉଛି 40%। ହେଲା 40% ଟୋଟାଲ ପପୁଲେସନ ର ମ୍ୟାରେଜ, ହେଲା ମାନେ ଟୋଟାଲ ପପୁଲେସନ ର 40% ଅଛନ୍ତି ଯିଏ ବାହା ହେଇଛନ୍ତି। ଟୋଟାଲ ପପୁଲେସନ ଆମର 100x, ଏଇଥିରୁ 40% କେତେ 40x, ତାହେଲେ ଟୋଟାଲ ମ୍ୟାରେଡ କେତେ 40x। ଏଇଥିରୁ ମହିଳା କେତେ ହେଇଗଲେ 28x, ତାହେଲେ ପୁରୁଷ କେତେ ରହିଗଲା 12x। ହେଲା ତାହେଲେ ପୁରୁଷ ସଂଖ୍ୟା କେତେ ହେଇଗଲା, ତାହେଲେ ପୁରୁଷର ପରସେଣ୍ଟେଜ ବାହାର କରିବା ପାଇଁ ମାନେ 12x ବାଇ 60x ଇଣ୍ଟୁ 100। ଅପସନ ହେଲା। ଏବେ ନେକ୍ସଟ କ୍ୱେଶ୍ଚନ ଦେଖିବା, ସରି ନେକ୍ସଟ କ୍ୱେଶ୍ଚନ ଦେଖିବା। PQR enters into a partnership with investment and ratio 2 3 4 after 6 months P invest the amount again, invest same amount again ଯେତିକି ଇନଭେଷ୍ଟ କରିଥିଲା ଆଉ ଥରେ ସେତିକି ଇନଭେଷ୍ଟ କଲା and R withdraw half of his investment, find the ratio of their profit of the end of the year। ଏଇଟା ଗୋଟେ ଗୋଟେ କ୍ୱେଶ୍ଚନ କରି ଭାଙ୍ଗିଆ। P8 ଲେଖ, 8 ଲେଖ Q R। P ମନେକର 2, 2 ମାନେ ପି କ୍ୟୁ ର ଇନଭେଷ୍ଟ ରେସିଓ କେତେ 2 3 4। ମନେକର ପି ଇନଭେଷ୍ଟ କରିଛି 20x, କ୍ୟୁ ଇନଭେଷ୍ଟ କରିବ କେତେ 30x, ଆର 40x। ତାପରେ କଣ 6 ମାସ ଯାଏଁ କିଛି ଘଟିନି, ତାମାନେ 6 ଆଫ୍ଟର 6 ମନ୍ଥ ପି ଇନଭେଷ୍ଟ ଦ ଆମାଉଣ୍ଟ ସେମ୍ ଆମାଉଣ୍ଟ ଏଗେନ୍। ତାହେଲେ 6 ମାସ ପରେ ସିଏ ଆଉ ଥରେ ଏଇ ଆମାଉଣ୍ଟ ଇନଭେଷ୍ଟ କଲା ମାନେ 6 ମାସ, ତାହେଲେ 6 ମାସ ପର୍ଯ୍ୟନ୍ତ ଆର ଇନଭେଷ୍ଟ ଚାଲି ମାନେ 6 ମାସ ପର୍ଯ୍ୟନ୍ତ ଇଏ 20x ଇନଭେଷ୍ଟ କରିଥିବ। ଏବେ 6 ମାସ ପର୍ଯ୍ୟନ୍ତ ଇନଭେଷ୍ଟ କର ଆଗ 20x, ପୁଣି କଣ ହେଇଛି ନା 6 ମାସ ପରେ ଆଉ ଥରେ ସିଏ 20x ଇନଭେଷ୍ଟ କଲା, ମାନେ ଆଗରୁ 20x ଇନଭେଷ୍ଟ କରୁଥିଲା ଆଉ ଥରେ ସେ 6 ମାସ ପରେ 20x ଇନଭେଷ୍ଟ କଲା, ତାହେଲେ ଏବେ କେତେ 40x ପୁଣି ଆଉ 6 ମାସ 6 ମାସ ହେଲା ଆର ଇନଭେଷ୍ଟ ହେଇଗଲା। ଏବେ 30x ପାଳି, ଇଏ ତ 6 ମାସ ଇନଭେଷ୍ଟ କରିଛି ଆର ବି 30x ରହୁ 6 ମାସ। ତାରେ କଣ କରିଛୁ, ତାରେ ଆର ୱାଇଲି ଆର ହାଫ ଅଫିସ ଇଏ 40x ଇନଭେଷ୍ଟ କରିଥିଲା କେତେ ମାସ ପର୍ଯ୍ୟନ୍ତ 6 ମାସ ପର୍ଯ୍ୟନ୍ତ, ପୁଣି କଣ କରିଛି ନା ତାର ହାଫ କରିଦେଲା ମାନେ 20x କରିଦେଲା ଆଉ 6 ମାସ ପର୍ଯ୍ୟନ୍ତ। ହେଲା ଏବେ ଦେଖ 20 ସହକୁ 120 4 ସହକୁ 24 କେତେ ହେଇଗଲା 360x। ଆର 318 318 କେତେ ହେଇଗଲା 360x, ଇଏ ବି କେତେ ହେଇଗଲା 360x। ତାହେଲେ ତମ ପ୍ରଫିଟ ରେସିଓ କେତେ ହେଲା 1:1:1। ତମେ ଯେକୌଣସି ଅପସନ ଗୋଟେ, ଏଇଟା ଅପସନ ଭୁଲ ଅଛି ଆକ୍ଚୁଆଲି, ଅପସନ ବି ଟାକୁ କାଟିଦିଅ, ବି ର ଅପସନ ଲେଖ 1:1:1 ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। Find the area of an equilateral triangle whose perimeter is 36 ସେମି। ଇକ୍ୱିଲାଟରାଲ ଟ୍ରାଙ୍ଗେଲ ର ପରିମିଟର 36 ସେମି। ପରିମିଟର କେତେ ନା 3a। ସମବାହୁ ତ୍ରିଭୁଜର ପରିସୀମା ସୂତ୍ର କଣ 3a, 3a ଇଜିକାଲ ଟୁ କେତେ 36, a ଇଜିକାଲ ଟୁ କେତେ 12, ଏରିଆ କେତେ ହବ ରୁଟ 3/4 144 ହେଲା। 4 କାଟିଲେ କେତେ 4 ତିରିକି 12, 4 ସହିତ 24, ऑप्शन सी। लास्ट क्वेश्चन, a thief a thief is spotted by a policeman from a distance 200 meters. When the policeman start the chase, the thief also start the running। ହେଲା ଚୋର ପୋଲିସ ଖେଳ ଚାଲିଛି। if the speed of the thief ଚୋରର ସ୍ପିଡ ହଉଛି କେତେ 10 କିଲୋମିଟର per hour and the policeman ର ସ୍ପିଡ କେତେ ନା 12 କିଲୋମିଟର per hour। Find the distance run by the thief before he is caught। ମାନେ ପୋଲିସ ଟା ଧରିବା ପୂର୍ବରୁ ତାହେଲେ ଥିବ୍ କେତେ ଡିଷ୍ଟାନ୍ସ ଅତିକ୍ରମ କରୁଛି ଦେଖ, ଓଡିଆରେ କଣ
ଜଣେ ପୋଲିସ 200 ମିଟର ଦୂରରୁ ଜଣେ ଚୋରକୁ ଦେଖି ହେଲା, ଜଣେ ପୋଲିସ 200 ମିଟର ଦୂରରୁ ମାନେ ଚୋର ହଉଛି, ଚୋରି କରୁଛି, ସିଏ 200 ମିଟର ଦୂରରେ, ପୋଲିସ ଟା 200 ମିଟର ଦୂରରେ ଛିଡା ହେଇଛି, ସେ ଦେଖିଲା, ଦେଖିକି ଦୌଡ଼ିବା ଆରମ୍ଭ କଲା। ସେହି ସମୟରେ ଚୋରଟି ମଧ୍ୟ ଦୌଡ଼ିବା ଆରମ୍ଭ କଲା। ଯଦି ଚୋରର ବେଗ 10 କିଲୋମିଟର ପ୍ରତି ଘଣ୍ଟା ଏବଂ ପୋଲିସର ବେଗ 12 କିଲୋମିଟର ପ୍ରତି ଘଣ୍ଟା ହୁଏ, ତେବେ ଧରା ପଡ଼ିବା ପୂର୍ବରୁ ଚୋରଟି କେତେ ଦୂରତା ଦୌଡ଼ି ସାରିଥିବ? ହଁ, ତାମାନେ ପୋଲିସ ଟା ଯୋଉ ଧରା ପଡ଼ିବା ପୂର୍ବରୁ ଚୋର କିଛି ବାଟ ଅତିକ୍ରମ କରୁଥିବ, ତାପରେ ଯାଇକି ତ ଧରିଥିବ ନା। ସେଇ ଧରା ପଡ଼ିବା ପୂର୍ବରୁ ଚୋରଟା କେତେ ବାଟ ଦୌଡୁଥିବ? ଦେଖ କେମିତି କରିବା। ଏଇଠି ଲେଖ ପୋଲିସି ହେଲା, ପି ଫର ପୋଲିସ, ଟି ଫର ଥିପ୍ ମାନେ ଚୋର। ପୋଲିସ ଆଉ ଚୋର ଭିତରେ ଡିଷ୍ଟାନ୍ସ କେତେ? 200 ମିଟର। ସେ ଦେଇଛି, ପୋଲିସ ଟା ଦେଖିଲା 200 ମିଟର ଦୂରରୁ ଗୋଟେ ଚୋରକୁ, ଯେମିତି ଦେଖିଲା ପୋଲିସ ଧାଇଁଲା, ଚୋର ବି ଧାଇଁଲା। ଚୋର ଧାଇଁଲା କେତେ ସ୍ପିଡ ରେ? ହେଲା, 10 କିଲୋମିଟର ପ୍ରତି ଘଣ୍ଟା ସ୍ପିଡ ରେ, ହେଲା, 10 କିଲୋମିଟର per hour, ହେଲା। ପୋଲିସ ଧାଇଁଲା କେତେ? ନା 12 କିଲୋମିଟର per hour, ହେଲା। ପୋଲିସ ଧାଇଁଲା କେତେ? ନା 12 କିଲୋମିଟର ପ୍ରତି hour, ହେଲା। ମନେକର ଏଇ ପଏଣ୍ଟରେ, ଏଇ ପଏଣ୍ଟରେ ପୋଲିସ ଟା ଚୋରକୁ ଧରିଦେଲା, ହେଲା। ତାହେଲେ ଟିପି ଯୋଉ ଏଇ ପଏଣ୍ଟରେ ମନେକର କଣ କର ନା, ପୋଲିସ ଟା ଚୋରକୁ ଧରିଦେଲା, ତାହେଲେ ଏଇଠୁ ଏତିକିର ଡିଷ୍ଟାନ୍ସ କେତେ? ମାନେ ଚୋରଟା ଏତିକି ଯିବାକୁ କେତେ ଡିଷ୍ଟାନ୍ସ, ମାନେ ଚୋରଟା ଏଇଠିକି ଯୋଉ ଯାଇଛି, ଏଇଠିକି ଭିତରେ ଚୋର ଏଇ ଯୋଉ ଚୋରଟା ଏଇଠିକି ପହଞ୍ଚିବାକୁ କେତେ ଡିଷ୍ଟାନ୍ସ ଅତିକ୍ରମ କରିଛି, ହେଲା। ମନେକର ଏକ୍ସ ଡିଷ୍ଟାନ୍ସ ଅତିକ୍ରମ କରିଛି, ଆମେ ଜାଣିନେ କେତେ। କେମିତି ବାହାର କରିବା? ଦେଖ କେମିତି ବାହାର କରିବା। ଦେଖ 12 ଆଉ 10, ପୋଲିସର ସ୍ପିଡ କେତେ? 12, ଚୋରର ସ୍ପିଡ କେତେ? 10। 12 ଆଉ 10ର ମାନେ 12 ଆଉ 10 ଭିତରେ ଡିଷ୍ଟାନ୍ସ କେତେ? 200 ମିଟର। ତାହେଲେ 12 ଆଉ 10 ଭିତରେ ଡିଷ୍ଟାନ୍ସ କେତେ? 200 ମିଟର। ତାମାନେ 2 କିଲୋମିଟର per hour ଭାଲ୍ୟୁ କେତେ ଅଛି? 200 ମିଟର, ହେଲା। 1 କିଲୋମିଟର per hour ଭାଲ୍ୟୁ କେତେ? 100 ମିଟର। ଚୋର କେତେ ଚୋରର ସ୍ପିଡ କେତେ? 10 କିଲୋମିଟର per hour, ତାହେଲେ 10 କିଲୋମିଟର per hour ଭାଲ୍ୟୁ କେତେ ହବ? 100 ମିଟର ଇଣ୍ଟୁ 10 ଇଜିକାଲ ଟୁ 1000 ମିଟର, ଅପସନ ଡି, ହେଲା। ତ ତମର 35ଟା କୋଶ୍ଚିନ୍ ସରିଗଲା। ତ ଗୋଟେ କୋଶ୍ଚିନ୍ ବୋଧେ ଛାଡିଥିଲେ, ଏଇ କୋଶ୍ଚିନ୍ ଟା ବି କରିବା। କୋଶ୍ଚିନ୍ ନମ୍ବର କେତେ ଛାଡିଥିଲେ? 8 କି 9 ବୋଧେ, ହେଲା। ତ କୋଶ୍ଚିନ୍ ଟା ଏଇ କୋଶ୍ଚିନ୍। The average age of 11 years of a cricket team is decreased by 2 months when two of them aged 17 years and 20 years are replaced by two new players, ହେଲା। Find the average age of the new players। ଦେଖ ଭଲରେ ପଢ। ଜଣେ କ୍ରିକେଟ ଦଳର 11 ଜଣ ଖେଳାଳିଙ୍କ ହାରାହାରି ବୟସ 2 ମାସ କମିଯାଏ ଯେତେବେଳେ ସେମାନଙ୍କ ବୟସ ମଧ୍ୟରୁ 17 ବର୍ଷ ଏବଂ 20 ବର୍ଷ ବୟସ୍କ ଦୁଇଟି ଖେଳାଳିଙ୍କ ସ୍ଥାନରେ, ହେଲା, 2 ଜଣ ନୂଆ ଖେଳାଳି ଆସନ୍ତି। ତେବେ ନୂଆ ଖେଳାଳି 2 ଜଣଙ୍କର ହାରାହାରି ବୟସ କେତେ? ନୂଆ ଖେଳାଳି 2 ଜଣଙ୍କର ହାରାହାରି ବୟସ କେତେ ବାହାର କରିବା। ଦେଖ ପ୍ରଥମେ ଦେଖ, ଏ 2 ଜଣଙ୍କର ମିଶ୍ରଣ, ମାନେ ମିଶିକି ବୟସ କେତେ? ଏ ଯୋଉ ଦୁଇ, ଯେତେବେଳେ ସେମାନଙ୍କ 37, ମାନେ ଯୋଉ 2 ଜଣ ଯୋଉ ରିପ୍ଲେସ ହେଲେ ସେମାନଙ୍କର ସମ କେତେ? ଏଠି ସମ କେତେ ହବ? 37, 17 ମିଶାଣ 20, ନା 37 ଇୟର୍ସ, ହେଲା। ଯୋଉ ଜଣକ ଯୋଉ ମିଶିକି ବାହାରିଲେ ତାଙ୍କର ମିଶାଣ ଫଳ କେତେ? 37 ବର୍ଷ, ହେଲା। ଏମାନେ ଯୋଉ ରିପ୍ଲେସ ହେଲେ ଆଙ୍କ ଯୋଗୁ 2 ମାସ ସମସ୍ତଙ୍କ ବୟସରୁ କମିଗଲା। ସମସ୍ତଙ୍କ ବୟସରୁ 2 ମାସ କମିଗଲା, ମାନେ ଟୋଟାଲ କେତେ କମିଲା? 11 ଜଣ ପ୍ଲେୟାର ମାନଙ୍କ ବୟସରୁ 2 ମାସ ଲେଖେ କମିଗଲା। ତାହେଲେ କେତେ କମିଲା? ଟୋଟାଲ କମିଲା କେତେ? 22। ଟୋଟାଲ ଡିକ୍ରିଜ ତାହେଲେ କେତେ ହେଲା? ମାନେ ଏଇ 2 ଜଣ ଯୋଉ ରିପ୍ଲେସ ହେଲେନି କି, ଏମାନଙ୍କ ଯୋଗୁ, ହେଲା, ସମସ୍ତଙ୍କ ଟୋଟାଲ 11 ଜଣଙ୍କର ପ୍ଲେୟାରଙ୍କର ବୟସ 2 ମାସ ଯାକେ ମାନେ କମି କମି ପଳେଇଲା। ତାହେଲେ ଟୋଟାଲ କେତେ? ଟୋଟାଲ ବୟସ ତାହେଲେ କେତେ କମିଲା? 22 ମନ୍ଥ କମିଲା। ମାନେ 11 ଜଣଙ୍କର 2 ମାସ ଲାଗି କମିଲା, ଟୋଟାଲ କେତେ କମିଲା? 22 ମନ୍ଥ କମିଲା। ତାମାନେ 37 ଇୟର୍ସ ମାଇନସ 22 ମନ୍ଥ, ତାହେଲେ 37 ଇୟର୍ସ ମାଇନସ 22 ମନ୍ଥ ଇଜିକାଲ ଟୁ କେତେ ହେଇଯିବ? ଯୋଉ ନୂଆ ପ୍ଲେୟାର ଯୋଉ ଆସିଲେ, ଏ ଯୋଉ ନ୍ୟୁ ପ୍ଲେୟାର ଯୋଉ ଆସିଲେ, ସେଇ ନ୍ୟୁ ପ୍ଲେୟାର ଏଜ, ହେଲା। ଦିଟା ଯୋଉ ନ୍ୟୁ ପ୍ଲେୟାର ଆସିଲେ, ସେଇ ନ୍ୟୁ ପ୍ଲେୟାର 2 ଜଣଙ୍କର ଏଜ, ନ୍ୟୁ ପ୍ଲେୟାର ଏଜ, ନ୍ୟୁ ପ୍ଲେୟାର କେତେ? 2 ଜଣଙ୍କର, 2 ଜଣଙ୍କର ନ୍ୟୁ ପ୍ଲେୟାର ଏଜ 2 ଜଣଙ୍କର।
37 ବର୍ଷରୁ କେବେ ତମ 37 ବର୍ଷକୁ ଆମେ ଲେଖିପାରିବା କେତେ? ନା 36 ଇୟର ହେଲା, 36 ଇୟର ଆଉ ଲେଖିପାରିବା କେତେ? 12 ମନ୍ଥ ମାଇନସ୍ ମାଇନସ୍ 12 ମନ୍ଥକୁ ଆମେ ଲେଖିପାରିବା 1 ଇୟର ହେଲା, ମାନେ 12 ମନ୍ଥ ମାନେ 1 ଇୟର, 10 ମନ୍ଥ ଇଜିକାଲ୍ ଟୁ କେତେ ହେଇଯିବ? ନ୍ୟୁ ଏଜ୍ ଯୋଉ ରିପ୍ଲେସ୍ ହେଲେ 36ରୁ ହେଇଗଲେ କେତେ? 35 ଇୟର ମାଇନସ୍ ସରି 35 12 10 କଲେ କେତେ? 2 ମନ୍ଥ। ତାହେଲେ ନ୍ୟୁ ଏଜ୍ କାହାର? 2 ଜଣଙ୍କର ଯୋଉ ନ୍ୟୁ ଏଜ୍, ତାହେଲେ 2 ଜଣ ଯୋଉ ନ୍ୟୁ ଏଜ୍ ତାଙ୍କ ରିପ୍ଲେସ୍ ହେଲେ ତାଙ୍କର ବୟସ ମିଶିକି କେତେ? 35 ବର୍ଷ 2 ମନ୍ଥ। ତାହେଲେ ଆଭରେଜ କେତେ ହବ? ଆଭରେଜ ଇଜିକାଲ୍ ଟୁ ସେମାନଙ୍କର ଆଭରେଜ ମାନେ 35 ବର୍ଷ 2 ମନ୍ଥ ବାଇ 2 ହେଲା। ତାହେଲେ 2ରେ କାଟିଲେ କେତେ? 17 2 × 34 ମାନେ 17 ମନ୍ଥ, ନହେଲେ ଡାଇରେକ୍ଟ ଲେଖିଦିଅ 17 ମନ୍ଥକୁ ଲେଖିଦବ, 17 ମନ୍ଥକୁ 12 ମାସ ଏଇଟା ଲେଖିପାରିବା। 35 ଇୟର୍ସ ବାଇ 2 ନାଇଁ କି, ଏଇଟା ଆଭରେଜ। ତାହେଲେ 35 ଆମେ ଲିଖିପାରିବା 34 ବର୍ଷ ହେଲା, 34 ଇୟର ହେଲା। ଆଉ କଣ ଲିଖିପାରିବା ନା 12 ମନ୍ଥ, ଏଇଠି ଯୋଉ 2 ମନ୍ଥ ଅଛି ଏଇଠି 2 ମନ୍ଥ ବାଇ 2 କେତେ ହେଲା? 34 ଇୟର ହେଲା, 12 ମିଶଣ 2 କଲେ 14 ମନ୍ଥ ବାଇ 2, 2ରେ କାଟିଲେ କେତେ? 17 ଇୟର 14 ମନ୍ଥ ମାନେ କେତେ? 7 ମିନିଟ୍। ଅପସନ୍ ତମର ଥିଲା ଟି କ୍ୱେଶ୍ଚିନ୍ ହେଲା, ତମର ପିଓରେ କେତେଟା ପଡିଛି? 35ଟା କ୍ୱେଶ୍ଚିନ୍ ପଡୁନି କି? ତମର ଥିଲା 35ଟା କ୍ୱେଶ୍ଚିନ୍ ହେଲା। ତ ଥ୍ୟାଙ୍କ ୟୁ ଫର ୱାଚିଂ। ଆଜି ବୋଧେ ଟିକେ ଟପ୍ ଥିଲା ହେଲା, ମଡରେଟ୍ ରୁ ଟପ୍ ହିଁ ଆଣିବା, କେତେବେଳେ ମଡରେଟ୍ କେତେବେଳେ ଇଜି, ତମର ଏଇ ଟାଇପର କ୍ୱେଶ୍ଚିନ୍ ଆସୁଛି। ତ ଭିଡ଼ିଓଟିକୁ କଣ, ଭିଡ଼ିଓଟିକୁ ଲାଇକ୍ କରିଦେବ, ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିବ। ତ ଚ୍ୟାନେଲକୁ ମଧ୍ୟ ସେୟାର କରିଦବ, ଭିଡ଼ିଓକୁ ସେୟାର ମଧ୍ୟ କରିବ ହେଲା। ତ ଥ୍ୟାଙ୍କ ୟୁ ଫର ୱାଚିଂ, ନେକ୍ସଟ ଭିଡ଼ିଓରେ ଦେଖା ହବା, ରହୁଛି।